ॐ नमो भगवते वासुदेवाय। ॐ नमो भगवते श्री अरविन्दाय। ॐ नमो भगवते वासुदेवाय। ॐ नमो भगवते श्री अरविन्दाय। ॐ नमो भगवते वासुदेवाय। ॐ श्रीकृष्ण शरणं मम। ॐ श्री अरविन्द शरणं मम। ॐ श्रीमाता शरणं मम। ॐ श्रीमाता शरणं मम। दिव्यात्मन आजिर गीता यज्ञर ଏହି ପବିତ୍ର ପରିସରକୁ ଆପଣମାନଙ୍କୁ ସମସ୍ତଙ୍କୁ ସଶ୍ରଦ୍ଧ ସ୍ୱାଗତ। ଗୀତାର ଯୋଉ ଜ୍ଞାନ, ସେହି ଜ୍ଞାନ ଯେତେବେଳେ ଆମେ ଅବଗାହନ କରୁ, ତା ଭିତରେ ପ୍ରବେଶ କରୁ, ତାହା ଆମ ସମଗ୍ର ଚେତନାକୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତ୍ତନ କରି ଏକ ନୂତନ ଜୀବନ, ଏକ ନୂତନ ଚେତନା, ଏକ ନୂତନ ଉନ୍ମେଷ ପ୍ରଦାନ କରିଥାଏ। କାରଣ ଏହା ହେଉଛି ଦିବ୍ୟ ଜ୍ଞାନର ଆଲୋକ, ଯୋଉ ଆଲୋକ ସମସ୍ତ ଅନ୍ଧକାରକୁ ଦୂରୀଭୂତ କରେ ଏବଂ ଆମର ଅନ୍ତଃକରଣକୁ ଶୁଦ୍ଧ କରେ। ଆଜି ଆମେ ଗୀତାର ଦ୍ୱିତୀୟ ଅଧ୍ୟାୟର ଶ୍ଲୋକ ଗୁଡିକ ଆଲୋଚନା କରିବା। ଯେଉଁମାନଙ୍କ ପାଖରେ ଗୀତା ବହି ଅଛି, ସେମାନେ ମୁଁ ଥରେ ଶ୍ଲୋକଟିକୁ ଆବୃତ୍ତି କଲା ପରେ ମୋ ସହ ଆବୃତ୍ତି କରିବେ ଏବଂ ତାପରେ ତାହାର ବ୍ୟାଖ୍ୟା ଆମେ ଆରମ୍ଭ କରିବା। ପ୍ରଥମେ, ଯେହେତୁ ଆଜି ପ୍ରଥମ କରି ଆରମ୍ଭ କରୁଛେ, ତେଣୁ ପ୍ରଥମେ ଗୀତା ଧ୍ୟାନକୁ ପଢିବା। ଯଦି ଆପଣମାନଙ୍କ ପାଖେ ବହି ଅଛି, ତାହେଲେ ମୋ ସହିତ ମିଶିକି ଗୀତା ଧ୍ୟାନକୁ ପାଠ କରନ୍ତୁ। परमात्मने नमः। ॐ परमात्मने नमः। अथ ध्यानम्। ॐ पार्थाय प्रतिबोधितां भगवता नारायणेन स्वयं व्यासेन ग्रथितां पुराणमुनिना मध्ये महाभारतम् अद्वैतामृतवर्षिणीं भगवतीम् अष्टादशाध्यायिनीम् अम्ब त्वाम् अनुसन्दधामि भगवद्गीते भवद्वेषिणीम्। नमस्तुते व्यासविशालबुद्धे पुल्लारविन्दायतपत्रनेत्र येन त्वया भारततैलपूर्णः प्रज्वालितो ज्ञानमय प्रदीपः। प्रपन्नपारिजाताय स्तोत्रवैत्रैकपाणये
ज्ञानमुद्राय कृष्णाय गीतामृतदुहे नमः। सर्वोपनिषदो गावो दुग्धा गोपालनन्दनः पार्थो वत्ससुधीर्भोक्ता दुग्धं गीतामृतं महत्। वसुदेवसुतं देवं कंसचाणूरमर्दनं देवकी परमानन्दं कृष्णं वन्दे जगद्गुरुम्। भीष्मद्रोणतटा जयद्रथजला गन्धारनीलोत्पला शल्यग्राहवती कृपेण वहनी कर्णेन वेलाकुला। अश्वत्थामा विकर्णघोरमकरा दुर्योधनावर्तिनी सोत्तीर्णा खलु पाण्डवे रणनदी कैवर्तकः केशवः। पाराशर्यवचः सरोजममलं गीतार्थगन्धोत्कटम् नानाख्यानककेशरं हरिकथा सम्बोधनाबोधितम्। लोके सज्जन षट्पदैरहरः पेपीयमानं मुदा भूयात् भारत पंकजं कलिमलं प्रध्वंसिनः श्रेयसे। मूकं करोति वाचालं पङ्गुं लङ्घयते यत्कृपातमहं वन्दे परमानन्दमाधवम्। यं ब्रह्मा वरुणेन्द्ररुद्रमरुतः स्तुन्वन्ति दिवैस्तवैः ऋग्वेदैः साङ्गपदक्रमोपनिषदैः गायन्ति यं सामगाः। ध्यानावस्थित तद्गतेन मनसा पश्यन्ति यं योगिनो यस्यां तं न विदुः सुरासुरगणा देवाय तस्मै नमः। देवाय तस्मै नमः। देवाय तस्मै नमः। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। अथ द्वितीयोऽध्यायः संख्ययोगः। उवाच तं तथा कृपाभिश्च असुपुनाकुलेक्षणं विदितमिदं वाक्यम् उवाच मधुसूदन तं तथा कृपयाविष्टम् अश्रुपूर्णाकुलेक्षणं विषिदन्तमिदं वाक्यम् उवाच मधुसूदन। ଯେତେବେଳେ ଆମେ ସମସ୍ତେ ଏବେ ଗୀତାର ମନ୍ତ୍ରକୁ ପାଠ କରୁଥିଲେ କିଛି ମୁହୂର୍ତ୍ତ ପୂର୍ବରୁ ସମସ୍ତେ କଥା ଅନୁଭବ କରିଥିବ ଯେତେବେଳେ ସମବେତ ସ୍ୱରରେ କୋଉଠି ଗୀତା ପାରାୟଣ କରାଯାଏ ସେଠି କେବଳ ଯଦି ଜଣେ ବସେ ପଢି ନ ପାରିଲେ ବି ଯଦି ସେଇ ବସେ ତାହେଲେ ଶରୀର ଭିତରେ ଥିବା ସମସ୍ତ ଯୋଉଠି ଯୋଉଠି ସବୁ ଗ୍ରନ୍ଥି ରହିଛି ଗ୍ରନ୍ଥି ମାନେ ନଟ୍ସ ମାନେ ଯୋଉଠି ଗଣ୍ଠି ପଡି ଯାଇଛି ଆମ ଓଡିଆ ଭାଷାରେ କହିଲେ ଆମେ ଗଣ୍ଠି କହିବା ଯୋଉଠି ଏନର୍ଜି ଆଉ ଫ୍ଲୋ ହଉନାହିଁ ଶରୀର ଭିତରେ ଯୋଉ ଶକ୍ତି ସଞ୍ଚାରିତ ହବା କଥା ତାହା ଆଉ ହେଇପାରୁନାହିଁ
ତାହାର କାରଣ ଯୋଗୁ ମଣିଷ ଅସୁସ୍ଥ ହୁଏ। ସେହିଭଳି ସୂକ୍ଷ୍ମ ଶରୀରରେ ମଧ୍ୟ ମଣିଷର ଯୋଉ ଆଲୋକ ରହିଛି, ଯାହାକୁ ଆମେ ଅରା ବୋଲି କହୁ, ସେଇଠି ମଧ୍ୟ ଯେତେବେଳେ ସଂସାରର ରଜଗୁଣ ଆଉ ତମ ଗୁଣ ଭିତରେ ମିଶ୍ରିତ ହେଇ ଆମେ କର୍ମ କରିଥାଉ, ସେତିକି ବେଳେ ମଧ୍ୟ ସେ ଆଲୋକ ଧୀରେ ଧୀରେ ମଳିନ ହେଇଯାଇଥାଏ। କିନ୍ତୁ ଯେତେବେଳେ ଆମେ ଗୀତାର କୋଉଠି ମନ୍ତ୍ର ଆବୃତ୍ତି ହଉଥାଏ, ଆମେ ଶୁଣୁ ବା ନିଜେ କରୁ ଉଚ୍ଚ ସ୍ୱରରେ, ମନେ ମନେ ନୁହେଁ, ଉଚ୍ଚ ସ୍ୱରରେ, କାରଣ ମନ୍ତ୍ରର ଯୋଉ ଭାଇବ୍ରେସନ କମ୍ପନ ରହିଛି, ସୂକ୍ଷ୍ମ କମ୍ପନ ରହିଛି ବା ସ୍ପନ୍ଦନ ରହିଛି, ତାହା ଆମର ପ୍ରତି ଜୀବ କୋଷକୁ ସ୍ପନ୍ଦିତ କରେ। ଏବଂ ସେହି ସ୍ପନ୍ଦନ ଦ୍ଵାରା କଣ ହେଇଯାଏ ନା ଆମର ଚେତନା ପ୍ରସ୍ତୁତ ହେଇଯାଏ। ପ୍ରସ୍ତୁତ କଣ ପାଇଁ ହେଇଯାଏ ନା ଜ୍ଞାନକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଇଯାଏ। ଆମେ ଅନେକ ସମୟରେ ଏମିତି ହେଇଥାଏ ଯେ ଆମେ ବିଭିନ୍ନ ଚିନ୍ତା, ବିଭିନ୍ନ କର୍ମ, ବିଭିନ୍ନ ଜଞ୍ଜାଳ ଭିତରେ ବାନ୍ଧି ହେଇଥାଉ। ହଠାତ୍ ଯେତେବେଳେ ଆସି ଆମେ କୌଣସି ସତ୍ସଙ୍ଗରେ ବସୁ ବା କୌଣସି ଜ୍ଞାନର କଥା ଆଲୋଚନାରେ ଅଂଶଗ୍ରହଣ କରୁ ବା ଶୁଣୁ, ଆମ କାନ ତ ଶୁଣୁଥାଏ, କିନ୍ତୁ ପ୍ରକୃତରେ ଆମର ଅନ୍ତର ଭିତରେ ତାହା ପ୍ରବେଶ କରେ ନାହିଁ। ତାର କାରଣ ହେଲା ଯେ ସେଇ ସବୁ ଗୁଣ ଯାହା ଆମ ଭିତରେ ରହିଛନ୍ତି, ସେସବୁ ତିରୋହିତ ନହେବା ପର୍ଯ୍ୟନ୍ତ ଆମ ଭିତରେ ସେହି ଆଲୋକଟି ପ୍ରବେଶ କରିପାରିବ ନାହିଁ। ସେଥିପାଇଁ ଗୀତାର ଆଲୋଚନା ପୂର୍ବରୁ ସବୁବେଳେ ଆମେ ସେହି ମନ୍ତ୍ରଟିକୁ ଥରେ, ଦୁଇଥର, ତିନିଥର ଆବୃତ୍ତି କରିଥାଉ। ଆବୃତ୍ତି କରିବା ଦ୍ଵାରା ଆମ ଭିତରେ ସେଇ କ୍ଷେତ୍ରଟି ପ୍ରସ୍ତୁତ ହେଇଥାଏ, ଯାହା ଫଳରେ ଆମେ ଜ୍ଞାନଟିକୁ ଆଲୋଚନା କରିବା। ପ୍ରଥମେ ଯୋଉ ପ୍ରଥମ ସଞ୍ଜୟ କହୁଛନ୍ତି, ପ୍ରଥମ ଆଲୋଚନାରେ ମୁଁ କହିଥିଲି ଯେ ବିଷାଦଗ୍ରସ୍ତ ହେଇଛନ୍ତି ଅର୍ଜୁନ, ଏବଂ ବିଷାଦଗ୍ରସ୍ତ ହେଲେ କଣ ହୁଏ ସେ କଥା ବି ଆମେ ଆଲୋଚନା କରିଥିଲେ। ଏବଂ ଅର୍ଜୁନ ବିଷାଦଗ୍ରସ୍ତ ହେଇ କଣ କରିଛନ୍ତି ନା ଗାଣ୍ଡିବକୁ ଧୋଇଦେଲେ ଏବଂ ମୁକ୍ତ୍ୱା ସଂଖ୍ୟେ ରଥୋପସ୍ଥ ଉପାବିଶତ୍ ବିସୃଜ୍ୟ ସସରಂ ଚାପମ୍ ଶୋକ ସଂବିଘ୍ନ ମାନସଃ। ଶୋକାକୁଳ ହେଇ, ମନ ଯେତେବେଳେ ଶୋକରେ ପରିପୂର୍ଣ୍ଣ ହେଇଗଲା, ସିଏ ରଥରେ ଚୁପଚାପ ବସି ପଡିଲେ ଏବଂ ସର ଆଉ ଗାଣ୍ଡିବ ଧନୁକୁ ତଳେ ରଖିଦେଲେ। ଏ ସମଗ୍ର ଗୀତାଟି ହେଲା ଗୋଟିଏ ପାହାଚର ଆଉ ଗୋଟିଏ ପାହାଚକୁ ଯାତ୍ରା, ଏକ ଉତ୍ତରଣର, ଚେତନାର ଏକ ଉତ୍ତରଣର ଯାତ୍ରା। ଯେତେବେଳେ ଆମେ ସିଡିଟିକି ଚଢୁ, କଣ କରିଥାଉ ନା ଆମେ ଗୋଟିଏ ପାଦ ଗୋଟେ ସିଡିରେ ଥାଏ, ଆଉ ଗୋଟିଏ ପାଦକୁ ଆମେ ପରବର୍ତ୍ତୀ ସିଡିଟିକୁ ଉଠେଇଥାଉ। ପାଦଟି ଗୋଟିଏ ପାଦ ଥାଏ, ଆଉ ଗୋଟେ ପାଦ ଉଠେଇଥାଉ। ସେ ପାଦଟି ଯେତେବେଳେ ସ୍ଥିର ହେଇଯାଏ, ତାପରେ ଏଇ ପାଦଟିକୁ ଆମେ ଉଠେଇ ନେଇ ସେଠି ରଖୁ। ଯାତ୍ରାଟି ଏଇଭଳି ହେଇଥାଏ। ତେଣୁ ଯେତେବେଳେ ଚେତନାଟି ସମ୍ପୂର୍ଣ୍ଣ ଭାବରେ ବିଷାଦଗ୍ରସ୍ତ ହେଇଛନ୍ତି, ଦ୍ୱିତୀୟ ଅଧ୍ୟାୟ ଯେତେବେଳେ ଆସିବ, ବିଷାଦରୁ ବିଚାରକୁ ଯାତ୍ରା, ବିଷାଦ ଭିତରୁ ବିଚାରକୁ ଯାତ୍ରା। ଆଉ ବିଚାର ବା ଜ୍ଞାନ ପାଇଁ ଆକୁଳତା ଆସିବ ନାହିଁ ଯଦି ଚିତ୍ତ ବିଷାଦଗ୍ରସ୍ତ ନ ହେଇଛି। ଯଦି ସବୁ କଥାରେ ସଂସାରରେ ଯାହା ଚାଲିଛି, ଜଣେ ଏଭ୍ରିଥିଙ୍ଗ ଅନୁଭବ କରୁଛି ଯେ ଠିକ ଅଛି, ସବୁ ଠିକ ଅଛି, ତାହେଲେ ଆଉ ଜ୍ଞାନର ଅନ୍ୱେଷଣର କୌଣସି ଆବଶ୍ୟକତା ନାହିଁ। ଯେତେବେଳେ ଏଇ ଜୀବନ ଏବଂ ଆମର ଚେତନା ଆଉ ଏଇ ଜଗତ ଯାହା ବି ସବୁ ସଂଗଠିତ ହଉଛି, ଯେତେବେଳେ ଆମର ଆତ୍ମଚେତନା ତା ଭିତର ଦେଇକି କଣ ହେଇପାରୁନାହିଁ, ଆଉ ଆଗକୁ ଯାଇପାରୁନାହିଁ, ସେଇ ଯୋଉ ଚେତନା ଭିତରେ ରହି ଯୋଉ ତା ଭିତରେ ଯୋଉ ବ୍ୟାକୁଳତା ସୃଷ୍ଟି ହଉଛି, କାହିଁକି ସେ ଚାହୁଁଛି ମୁକ୍ତି, ତା ଭିତରୁ ବାହାରିବା ପାଇଁ, କିନ୍ତୁ ବାହାରି ପାରୁ ନାହିଁ। ସେଇ ଯୋଉ ବାହାରିବାର ଇଚ୍ଛା ଥିଲେ ବି ରାସ୍ତା ଯେହେତୁ ନାହିଁ, ବାଟ ଯେହେତୁ ନାହିଁ, ଉପାୟ ଯେହେତୁ ଜଣା ନାହିଁ, ତେଣୁ ସବୁ ମଣିଷ ସମଗ୍ର ଜୀବନ ଏହି ବିଷାଦରେ ହିଁ ଅତିବାହିତ କରିଥାନ୍ତି। ଏବଂ ବହୁତ କମ ଲୋକ ବିଷାଦରୁ ବାହାରି ବିଚାର ସ୍ତରକୁ ଆସନ୍ତି, ଅର୍ଥାତ୍ ଜ୍ଞାନ ପାଇଁ ବ୍ୟାକୁଳତା ସେମାନଙ୍କ ହୃଦୟରେ ସୃଷ୍ଟି ହୁଏ, ଆଉ ଜ୍ଞାନ ଲାଭ ସେମାନେ କରିପାରନ୍ତି। କିନ୍ତୁ କୋଉଠୁ ଜ୍ଞାନ ଲାଭ କରିବେ ସେମାନେ? ପ୍ରଶ୍ନ ଉଠୁଛି, ଜ୍ଞାନ କାହାଠୁ ଲାଭ କରିବେ? ଜ୍ଞାନ ବହି ମାନଙ୍କରେ ଅଛି, କିନ୍ତୁ ସେ ଜ୍ଞାନକୁ ତୁମେ, ଜଣେ ମଣିଷ ସେ ବହିକୁ ଦେଖିକି ପଢିକି ବୁଝିପାରିବ ନାହିଁ।
କାହିଁକି ବୁଝିପାରିବ ନାହିଁ? ସବୁ ତ ଲେଖା ହେଇଛି, ସବୁ କଥା ପ୍ରାଞ୍ଜଳ ଭାବରେ ବୁଝା ଯାଇଛି, କିନ୍ତୁ ସେ ବୁଝିପାରିବ ନାହିଁ। କାହିଁକି? ତାର କାରଣ ହେଲା ଯେ ସବୁ ଭିତରେ ଗୋଟିଏ ଗୂଢ ଅର୍ଥ ରହିଛି। ସେଇ ଗୂଢ ଅର୍ଥଟି କେବଳ ଗୁରୁ ହିଁ ଶିଷ୍ୟକୁ ପ୍ରଦାନ କରିବେ। ଯଦି ତୁମ ଭିତରେ ଯୋଉ ପର୍ଯ୍ୟନ୍ତ ଶିଷ୍ୟର ଚେତନା ଜାଗ୍ରତ ହେଇନାହିଁ, ସେ ପର୍ଯ୍ୟନ୍ତ ଜଣେ କେବେ ହେଲେ ଜ୍ଞାନ ଅର୍ଜନ କରିପାରିବ ନାହିଁ। ଯୋଉ ଜ୍ଞାନ ଅର୍ଜନ କରିବ, ସେ କଣ ଅର୍ଜନ କରିବ ନା ସେ ଶାସ୍ତ୍ର ଜ୍ଞାନକୁ ଅର୍ଜନ କରିବ, କହିବା ପାଇଁ, ବୁଝେଇବା ପାଇଁ। ଆଉ କିନ୍ତୁ ସେ ନିଜେ ନିଜ ଜୀବନରେ ପ୍ରୟୋଗ କରିପାରିବ ନାହିଁ। ପ୍ରୟୋଗ କରିପାରିବ ନାହିଁ। କାହିଁକି କରିପାରିବ ନାହିଁ? ନା ତାକୁ ରାସ୍ତା ସେ ପାଇନାହିଁ। ବହିରେ ରାସ୍ତା ନାହିଁ, କେବଳ ମନ୍ତ୍ର ଅଛି, ଇନଫରମେସନ ଅଛି। ଆଣ୍ଡ ଇନଫରମେସନ ଇଜ ନଟ ନଲେଜ। ଏଟା ହଉଛି ପ୍ରାଥମିକ ଅବସ୍ଥା। ତମକୁ ଜଣାଗଲା, ଯେମିତି ଧରାଯାଉ ଆମେ ବର୍ତ୍ତମାନ ଯିବା ହିମାଳୟ, ତ ହିମାଳୟ ଯିବା ପାଇଁ ହେଲେ ତମକୁ ସବୁ ବହୁତ ସର୍ଚ୍ଚ କରିବାକୁ ପଡିବ। କେମିତି ଯିବ, କୋଉଥିରେ ଯିବ, କିଭଳି ଯିବ, ରୁଟ କଣ, କୋଉ କୋଉ ସ୍ତରରେ ଯିବ, କେମିତି ପହଞ୍ଚିବ, କୋଉଠି କେତେ ଦିନ ରହିବ, ଏସବୁ ଇନଫରମେସନ ତମକୁ ମିଳିଗଲା। କିନ୍ତୁ ତା ଦ୍ଵାରା କଣ ତୁମେ ହିମାଳୟ କଣ ତାକୁ ଏକ୍ସପିରିଏନ୍ସ କରିପାରିବ? ନା। ତୁମେ ଯାଇକି ପହଞ୍ଚିବାକୁ ହବ। ଏ ଯୋଉ ପହଞ୍ଚିବ ତୁମେ, ସେଥିପାଇଁ ଜଣେ ଗାଇଡ ଦରକାର, ଗୁରୁ ଦରକାର। ତେଣୁ ସେଇ ଗୁରୁ ଯେତେବେଳେ କୃଷ୍ଣ ବନ୍ଦେ ଜଗତ ଗୁରୁମ୍, ଯେତେବେଳେ ମନ ଭିତରେ, ହୃଦୟରେ ଶିଷ୍ୟ ଭାବ ଜାଗ୍ରତ ହେଇଯିବ, ପ୍ରଭୁ ତୁମେ ମତେ ମାର୍ଗଦର୍ଶନ କରାଅ, ସେତେବେଳେ ପ୍ରଭୁ ସ୍ୱୟଂ ତୁମ ଜୀବନରେ ଆବିର୍ଭୂତ ହେବେ। ଯୋଉ ପର୍ଯ୍ୟନ୍ତ ଅର୍ଜୁନ କହିନାହାନ୍ତି ଶିଷ୍ୟ ତେହଂ ସାଧି ମାଂ ତ୍ୱାଂ ପ୍ରପନ୍ନମ୍, ହେ ପ୍ରଭୁ ମୁଁ ତୁମର ଶିଷ୍ୟ, କାହିଁକି? ମତେ ଶିଷ୍ୟ ରୂପରେ ସ୍ୱୀକାର କର। ପ୍ରଶ୍ନ ଉଠୁଥିବ ଯେ ଅର୍ଜୁନ ଆଉ କୃଷ୍ଣ ପରିବାରର ବ୍ୟକ୍ତି, ଭାଇ ଭାଇ ନୁହେଁ କି? ଭାଇ ଭାଇ ବନ୍ଧୁ। ସେ ପୁଣି କହୁଛନ୍ତି ପରବର୍ତ୍ତୀ ଏକାଦଶ ଅଧ୍ୟାୟରେ ସେ କହିବେ ଯେ ମୁଁ ତୁମକୁ ସଖା ବୋଲି ଭାବିଛି, କେତେ ମିଶିକି ଖାଇଛି, ତମ ସାଙ୍ଗେ ଶୋଇଛି, ବସିଛି, କିନ୍ତୁ ଆଉ ଗୋଟେ ପରିଚୟ ମୁଁ ଜାଣିନଥିଲି ଯେ ତୁମେ ହଉଛ ଏ ସମଗ୍ର ଜଗତର ଆଦି କାରଣ। ତେଣୁ ଗୁରୁ କିଏ? ଗୁରୁ ଜଣେ ବ୍ୟକ୍ତି ନୁହନ୍ତି, ଗୁରୁ ହଉଛନ୍ତି ଏକ ଶକ୍ତି। ଗୁ ଆଉ ରୁ ଏ ଉଭୟ ହଉଛି ତାର ଗୋଟେ ଗୂଢ ଅର୍ଥ ଅଛି। ଗୁରୁ ମାନେ ଯିଏ ଗୁଣାତୀତ, ରୁ ଅର୍ଥ ଯିଏ ରୂପ ବର୍ଜିତ, ଅର୍ଥାତ୍ ଗୁରୁ ହଉଛନ୍ତି ଗୋଟେ ଫର୍ମଲେସ୍ ଫୋର୍ସ। କିନ୍ତୁ ସେ ଶିଷ୍ୟକୁ, ଭଗବାନ ଶିଷ୍ୟକୁ ମାର୍ଗଦର୍ଶନ କରିବା ପାଇଁ ଏକ ଆଧାରରେ ସେହି ଶକ୍ତି କ୍ରିୟାଶୀଳ ହୁଅନ୍ତି ଏବଂ ଶିଷ୍ୟକୁ ଅପଲିଫ୍ଟ କରନ୍ତି, ତା କନସିୟସନେସକୁ ଉତ୍ତୋଳିତ କରନ୍ତି। ତେଣୁ ଏଠି ସଞ୍ଜୟ ପ୍ରଥମେ କହୁଛନ୍ତି, ଏଟା ପୃଷ୍ଠଭୂମି, এই ପୃଷ୍ଠଭୂମିଟିକୁ ଦ୍ୱିତୀୟ ଅଧ୍ୟାୟର ଜଣେ ଉତ୍ତମ ରୂପେ ବୁଝି ନ ପାରେ, ତାହେଲେ ଦ୍ୱିତୀୟ ଅଧ୍ୟାୟରେ କଣ କୁହାଯିବ ଆଉ ଆମ ଜୀବନରେ ତାର କେମିତି ଆମେ ପ୍ରୟୋଗ କରିବା, ସେ କଥାଟିକୁ ଜଣେ କେବେ ହେଲେ ଉତ୍ତମ ରୂପେ ବୁଝିପାରିବ ନାହିଁ। ତଂ ତଥା କୃପୟା ଆବିଷ୍ଟ ଅଶ୍ରୁପୂର୍ଣ୍ଣ କୁଳେକ୍ଷଣମ୍ ବିଷିଦନ୍ତମ୍ ଇଦಂ ବାକ୍ୟମ୍ ଉବାଚ ମଧୁସୂଦନ। ଏହିଭଳି କୃପା ପରବିଷ୍ଟ ହେଇ, ଅଶ୍ରୁ ଆଖିରେ, ଛଳ ଛଳ ଆଖିରେ ଅର୍ଜୁନ କଣ ହେଇଛନ୍ତି, ଆକୁଳ ଚିତ୍ତରେ ମଧୁସୂଦନକୁ ଏକଥା କହିଲେ। ଏବଂ এই ଯୋଉ ମଧୁସୂଦନ ଶବ୍ଦଟି ଏଠି ବ୍ୟବହାର କରାଯାଉଛି, এই ମଧୁସୂଦନ ଶବ୍ଦଟି ହଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଧୁସୂଦନ ଭଗବାନ କୃଷ୍ଣଙ୍କର ଗୋଟିଏ ନାଁ। ମଧୁ ଆଉ କୈଟବକୁ ହତ୍ୟା କରିଥିଲେ, ନିଧନ କରିଥିଲେ ବୋଲି ପ୍ରଭୁଙ୍କର ନାଁ ମଧୁସୂଦନ, ମାନେ ମଧୁକୁ ସିଏ ବଧ କରିଥିଲେ, ମଧୁ ନାମକ ରାକ୍ଷସକୁ। ତୁମେ ଯଦି ଗୀତାରେ ଦେଖିବ, ଅନେକ ସମୟରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଭିନ୍ନ ଭିନ୍ନ ନାମରେ ନାମିତ କରିଛନ୍ତି, ମାନେ ସମ୍ବୋଧନ କରୁଛନ୍ତି। କୋଉଠି ପାଣ୍ଡବ, କୋଉଠି ଭାରତ, କୋଉଠି ପରନ୍ତପ, କୋଉଠି ଅନଘ, ଏସବୁର ଉଦ୍ଦେଶ୍ୟ ଅଛି। ଉଦ୍ଦେଶ୍ୟ କଣ? ନା ଉଦ୍ଦେଶ୍ୟ ହଉଛି ଯେ ସେଠି ଅର୍ଜୁନଙ୍କର ଯୋଉ ଶକ୍ତିଟିକୁ, ଯୋଉ ଗୁଣଟିକୁ ସେ ନିର୍ଦ୍ଦେଶ କରିବାକୁ ଚାହୁଁଛନ୍ତି, ସେ ନାଁଟିକୁ ସେ ପ୍ରୟୋଗ କରୁଛନ୍ତି। ତେଣୁ ବର୍ତ୍ତମାନକୁ ଆମେ ଦେଖିବାକୁ ହବ ଯେ ଯେମିତି ମଧୁସୂଦନ ଶବ୍ଦଟିକି ଏଠି କାହିଁକି ସଞ୍ଜୟ କହିଲେ ଯେ ବିଷିଦାନ୍ତ ଇଦଂ ବାକ୍ୟ ଉବାଚ ମଧୁସୂଦନ। ମଧୁସୂଦନ ଯେତେବେଳେ ଦେଖିଲେ ଯେ ଅର୍ଜୁନ ହାତରୁ ଧନୁ ଛାଡିକି ବସି ଯାଇଛନ୍ତି,
ତେଣୁ ଏହିଭଳି ଅଳ୍ପ ହସିକରି ଅର୍ଜୁନକୁ ଚାହିଁକି ଯାହା କହିଲେ, ଏଇଟା ହେଲା ମାନେ ସିନ୍, ଏ ଦୃଶ୍ୟଟି ଆମ ଆଖି ଆଗରେ ଘଟୁଛି। ମଧୁସୂଦନ ଯୋଉ ପୌରାଣିକ ଅର୍ଥଟି ଅଛି ସେଇ କଥାଟିକୁ ଆମେ ଯଦି ଭାବିବା ଯେ କେବଳ ସେ ରାକ୍ଷସକୁ ବଧ କରିଥିଲେ, ଆଉ ବାଇ ଦ ୱେ ବୋଧେ ଏଇ ଶବ୍ଦଟିକୁ ଗୀତା ବ୍ୟବହାର କରିଛନ୍ତି ନା, ପ୍ରତ୍ୟେକଟି ଶବ୍ଦର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି। ତେଣୁ ଯେତେବେଳେ ଗୂଢ ଅର୍ଥକୁ ଆମେ ଯିବା, ଯେ ମଧୁସୂଦନ ଏଇ ଶବ୍ଦଟି ପ୍ରୟୋଗ କରିବାର ସ୍ୱରବିନ୍ଦ ଅତି ସୁନ୍ଦର ଗଭୀର ତାର ଗୂଢ ଅର୍ଥ ପ୍ରଦାନ କରୁଛନ୍ତି, ଯେ ଆମ ଚେତନା ଭିତରେ ଗୋଟିଏ ରାକ୍ଷସ ଅଛି, ଆମ ଅନ୍ତର୍ଜୀବନରେ ଗୋଟିଏ ରାକ୍ଷସ ଅଛି। ସେ ରାକ୍ଷସଟି କଣ ନା, ସେ ରାକ୍ଷସଟି ହଉଛି ମଧୁ। କାହିଁକି ମଧୁ ନା, ଆମ ଭିତରେ ଯେତେ ସବୁ ତାମସିକତା ଅଛି, ଆଉ ଇନର୍ସିଆ ଅଛି, ସ୍ଲଥ ଇନର୍ସିଆ ଅଛି, କନଫ୍ୟୁଜନ ଅଛି, ଦ୍ୱନ୍ଦ୍ୱ ଅଛି, କନଫ୍ଲିକ୍ଟ ଅଛି, ଆଉ ଅଜ୍ଞାନତା ସହିତ ଆମର ଗୋଟେ ପ୍ରକାରର କମ୍ଫର୍ଟ ରହିଛି। କାହିଁକି କମ୍ଫର୍ଟ ରହିଛି ନା, ଯଦି ତୁମେ ଜ୍ଞାନକୁ ଜାଣିଲ ତାହେଲେ ତୁମେ ଆଉ ଶାନ୍ତ ସ୍ଥିର ଭାବରେ ଜୀବନଟିକୁ ବଞ୍ଚି ପାରିବ ନାହିଁ। ଯୋଉ ପର୍ଯ୍ୟନ୍ତ ଜାଣିନାହଁ ସେ ପର୍ଯ୍ୟନ୍ତ ତମ ଜୀବନ ଚାଲିଛି, ତାର ଗଡ୍ଡାଳିକା ଗତିରେ ସେ ଚାଲିଛି, ରିପିଟେଟିଭ ୱେରେ ଚାଲିଛି। ଯୋଉ ଦିନ ସେଇ ଶକ୍ତିଟି ତୁମ ଭିତରେ ଉଦ୍ଭାସିତ ହେଇଗଲା, ସତ୍ୟଟି, ସେତେବେଳେ ତୁମେ ବଦଳିଗଲ। ତୁମେ ବଦଳିଗଲ, ତୁମେ ବଦଳିଗଲ ଅର୍ଥ ତୁମେ କାଲି ଯାହା କରୁଥିଲ ଆଉ କରିପାରିବ ନାହିଁ। ତୁମ ଜୀବନଟି ସମ୍ପୂର୍ଣ୍ଣ ପରିବର୍ତ୍ତିତ ହବାକୁ ବାଧ୍ୟ। ତେଣୁ ଏଇ ଯୋଉ ଚେତନାଟି ତୁମ ଭିତରେ ଇନଜେକ୍ଟ କରାହବ, ମାନେ ତୁମ ଭିତରେ ପ୍ରବେଶ କରିବ, ସେ ପ୍ରବେଶ କରିବା ପାଇଁ ହେଲେ ଆମ ଭିତର ଅନ୍ତଃଚେତନାରେ ଯୋଉ ଯୋଉ ଅଜ୍ଞାନତା ରହିଛି ପରିପୂର୍ଣ୍ଣ ହେଇ, ତାକୁ ଯଦି ଭଗବାନ ଦୂରୀଭୂତ ନ କରିବେ, ତାହେଲେ ଯୋଉ ଜ୍ଞାନ ସେ ପ୍ରଦାନ କରିବେ, ସେ କହିଲେ ନା ଅର୍ଜୁନ, ମୁଁ ତୁମର ଶିଷ୍ୟ, ମତେ ମାର୍ଗଦର୍ଶନ କର, ମୁଁ ତୁମର ଶରଣାପନ୍ନ, ମତେ ମାର୍ଗଦର୍ଶନ କର। ତ ମାର୍ଗଦର୍ଶନ ପ୍ରଭୁ କେମିତି କରିବେ ନା, ତୁମେ ଯଦି ଜଣେ ଯଦି ଶୋଇଛି ତାକୁ କଣ କୁହାଯିବ, ତମେ ଚାଲ। ଜଣେ ଯଦି ଶୋଇଛି ବା ବସିଛି ତାକୁ ପ୍ରଥମେ କଣ କରିବାକୁ ହବ, ଉଠ। ଉତ୍ତିଷ୍ଠିତ ଜାଗ୍ରତ ପ୍ରାପ୍ୟ ବରାନ ନିବୋଧତା। ତୁମେ ଆଗେ ଉଠିବାକୁ ପଡିବ। ଉଠିବାର ପୁଣି 3 ସ୍ତର ଅଛି। ଗୋଟିଏ ହେଲା ଶାରୀରିକ ସ୍ତର, ଆଉ ଗୋଟିଏ ହେଲା ଚେତନାର ସ୍ତର, ପ୍ରାଣର ସ୍ତର, ଯୋଉଠି ଇଚ୍ଛା ଶକ୍ତି ସୃଷ୍ଟି ହବ, ଜାଗ୍ରତ ହବ। ଆଉ ଗୋଟେ ହେଲା ମାନସିକ ସ୍ତର। ମାନସିକ ସ୍ତରରେ ସଂକଳ୍ପ ଶକ୍ତି ଆସିବ। ଯେତେବେଳେ ସଂକଳ୍ପ ଶକ୍ତି ଆସିଗଲା, ତୁମେ ସମ୍ପୂର୍ଣ୍ଣ ଭାବରେ ଉଠିଲ। ଯୋଉମାନେ ଫୋନ ରଖିଛନ୍ତି ସେମାନେ ଟିକେ ଦୟାକରି ସାଇଲେନ୍ସ କରିଦିଅନ୍ତୁ, କାରଣ ଏସବୁ ହଉଛି ଆମର ଜ୍ଞାନ ପାଇଁ ପ୍ରତିବନ୍ଧକ। ଏଇ ପ୍ରତିବନ୍ଧକଟି କଣ କରେ, ଆମର ଯୋଉ ଶକ୍ତିର ଯୋଉ ଏନର୍ଜିଟି ଯୋଉ ଗତି କରୁଥିବ ତାକୁ ସେ ବନ୍ଦ କରିବ। ଏଇଭଳି ସଂସାରରେ ଅସଂଖ୍ୟ ଅସଂଖ୍ୟ ଚେତନାର ପ୍ରତିବନ୍ଧକ ସବୁ ରହିଛନ୍ତି। ତେଣୁ ଜଣେ ଯେତେବେଳେ ଜାଗ୍ରତ ହବ, ମାନେ ଜଣେ ଉଠିଲା, ମାନେ ଶରୀରରେ, ପ୍ରାଣରେ, ମନରେ ଯେତେବେଳେ ଜାଗ୍ରତ ହେଇଗଲା, ସେତେବେଳେ ଯାଇ ଆତ୍ମାରେ ଆସୁଥିବା ନିର୍ଦ୍ଦେଶକୁ ସେ ଅନୁଭବ କରିପାରିବ, ନହେଲେ ସେ କରିପାରିବ ନାହିଁ। ଏବଂ ଯୋଉ ପର୍ଯ୍ୟନ୍ତ ମଣିଷ, ଦୁଃଖ କାହାକୁ କୁହାଯାଏ, ଆମକୁ ବୁଝିବାକୁ ହବ ଦୁଃଖ କାହାକୁ କୁହାଯାଏ। ଦୁଃଖ ହେଲା ଯୋଉ ଯୋଉ ଅଭିଳଷିତ ବସ୍ତୁ ଆମେ ପାଇବାକୁ ସଂସାରରେ ଚାହୁଁ, ତାକୁ ଯେତେବେଳେ ନ ପାଉ ସେତେବେଳେ ଆମେ ଦୁଃଖୀ ହେଇଯାଉ। ସେ ଅଭିଳଷିତ ବସ୍ତୁ ସବୁ କଣ ନା, ଏ ସଂସାରର ସମସ୍ତ ଭୋଗ୍ୟ ବସ୍ତୁ, ବିଷୟ ବାସନା। ବିଷୟ ବାସନା ସବୁ ଆମର ଅନ୍ତଃକରଣରେ ପରିପୂର୍ଣ୍ଣ ହେଇ ରହିଛି। କେମିତି ନା, ମଣିଷର ଆଧାରଟି ସେଇଭଳିଆ। ତମେ ରାସ୍ତାରେ ଯାଉଛ, ତମେ ହୁଏତ ମନ୍ଦିରକୁ ଯାଉଛ, କିନ୍ତୁ ବହୁତ ପ୍ରାକ୍ଟିକାଲ ତମେ ନିଜକୁ ଲକ୍ଷ୍ୟ କର। ତେଣୁ ତୁମେ ଗୋଟେ ଯାଉ ଯାଉ ସେ ରାସ୍ତାରେ ଗୋଟେ ହୋଟେଲ ପଡିଗଲା, ସେଠି କିଛି ଛଣାଛଣି ହଉଥିବ, ସେ ବାସ୍ନା ନାକରେ ବାଜିଗଲା, ମନ ଭଗବାନଙ୍କୁ କଟିଗଲା। ସାଙ୍ଗେ ସାଙ୍ଗେ ସେ ବାସ୍ନାକୁ ଭାବିଲା, ଆଉ ଠିକ ଅଛି ଏବେ ତ ମନ୍ଦିର ଯାଉଛି, ଆସିଲା ବେଳେ ଖାଇକି ଯିବି। କିନ୍ତୁ ସେଇଠି ହିଁ ତାର ଚେତନା ଭଗବାନଠୁ ବିଚୁପ୍ତ ହେଇଗଲା। ବର୍ତ୍ତମାନ କିଏ ଯିବ ମନ୍ଦିରକୁ? ଶରୀର ଯିବ।
चेतना आउ जीव नाही। एही भली आमर जीवन रे असंख्य क्षण आमे केवल शरीर स्तर रे तीर्थ करू, ज्ञान चर्चा करू एवं आलोचना रे अंश ग्रहण करू, किंतु आमर आत्मा सुप्त चैत्य सत्ता सुप्त अवस्था रे थांती। आत्मसत्ता को जागृत करने को हेले एई जो सबु कंडीशनिंग रही प्राणर आ मनर जो तामसिकता रही निश्चेष्टता रही मनुष्य भितर गोटे गतानुगतिक जीवन प्रति गोटे संवेदना रही। हाँ मनुष्य माने ये सब करने को हब प्रत्येक दिन काली जहाँ करथिले आज करबा एवरीडे इज गोटे कोन आवृत्ति माने कालीर पुनरावृत्ति आजि आजिर पुनरावृत्ति पुनी हबो काली सेई पुनरावृत्ति हवा पर्यंत मनुष्य एक पाशविक जीवन बंचुची पृथ्वी। एही पाशविक जीवन रु मुक्त हवा लगे ताकू कौन हवा पड़िबो ना जागृत हवा पड़िबो। किमिति जागृत हबो से निजे निजे जागृत हे परिबो नाही काहेकि ना ताकू जणा नाही से जाने नाही किमिति जागृत हबो ताकू के जागृत करिवे ना भगवान जागृत करिवे। केमिति जागृत करिवे ना से भर्त्सना द्वारा जागृत करिवे। भर्त्सना कौन भर्त्सना होची से अनेक कष्ट हमको देवे। ए जो द्वितीय कष्ट এই যে দ্বিতীয় কষ্ট এটা হচ্ছে এইটা প্রকৃতরে নট সরো এগুলিক হচ্ছে চ্যালেঞ্জেস। জীবନରେ আসিব অনেক চ্যালেঞ্জেস। এই চ্যালেঞ্জেস যেতବେଳେ আসিব সেতବେଳେ কোন হব না से ଚ୍ୟାଲେଞ୍ଜେସ୍ को ସବୁ ସମ୍ମୁଖୀନ ହବାକୁ ସେ ଆହ୍ୱାନର ଉତ୍ତର ଦେବାକୁ ଆମେ କଣ ହବୁ ନା ଆମେ ସିଧା ଠିଆ ହବାକୁ ଚେଷ୍ଟା କରିବୁ। କାହିଁକି ନା ଆମକୁ ବର୍ତ୍ତମାନ ସମ୍ମୁଖୀନ ହବାକୁ ପଡିବ। एवं श्री अरविंद कहते जे आमे जो अनेक समय रे आम भितर गोटे सेल्फ पिटी थाए कृपया कृपा द्वारा आविष्ट ही तांकर आखि छळ छळ हो जाइछि। कार अर्जुनकर अर्जुनकर माने समस्त साधकंकर समस्त योगींकर अर्जुन होचंती समग्र मानव जातिर प्रतिनिधि। ए जो कृपा कौन ना ए कृपा होची ममत्व बोध मु आ मोर प्रियजन मानक प्रति जो आसक्ति जो ममत्व बोध ताहा होची कृपा। कृपा माने भगवान कर कृपा जो से अर्थ रे नुहे एटा बा दया अर्थ रे भी नुहे किंतु जेतबेले मनुष्य तामसिक स्तर रे थाए सेतबेले से कोन हे जाय ना ता भाव प्रवण हे जाय। भाव प्रवण हे कि से अनेक समय निजर पक्ष निये नहले परर पक्ष निये। जेतबेले से भी जे पर पक्ष निये पक्ष कोनोसी ग्रहण करे जहा पाई हो बा निज पाई हो ताहा होची केवल एक इमोशन। सेते तारे सेतिरे सत्यर कोनोसी संकेत नाही सत्यर कोनोसी स्पर्श नाही। एवं श्वर भी कहते एटा होची इगोस सेल्फ पिटी अहंकारर निज प्रति जो दैन्य भाव ताहा होची एक कृपा। एवं ए जो दुर्बलता ए दुर्बल मनुष्य भीतर जो सब दुर्बलता रही से दुर्बलता को मनुष्य माने अहंकार ताको सब बेले जस्टिफाई करिया को चाहता है। जस्टिफाई माने ताको से गोटे भलो भलो गुण सब खोजिकी माने आदर्शर रूप देकी सी निजको महान बोली प्रमाणित करने को चेष्टा करता है। अर्जुन एठी कौन करने को चाहछंती मु युद्ध करिबि नाही काहेकि ना मोर सब गुरुजन माने एठी अछंती तांको मु केमती हत्या करिबि बरं मु त्याग करिबि आ कोन स्वर्ग सुख छाड़ी दियो एई जगतर राज्य सुख छाड़ स्वर्ग सुख भी मु छाड़ी जंगल को पळेबि जदि आवश्यक पड़े भिक्षा करके जीवन निर्वाह करिबि किंतु मु युद्ध करिबि नाही। एवं एहा होची अर्जुनंकर स्वधर्मर अनुकूल कथा नुहे काहेकि ना अर्जुन होचंती क्षत्रिय आ क्षत्रिय किए जे धर्म को प्रोटेक्ट करे ए पृथ्वी रे धर्म को जे संस्थापना करे न करिया पई जाहाकू दायित्व दिया जाय था से होची क्षत्रिय। जदि क्षात्र धर्म न थांता जने साधना करि परिबो कि ना। ए मनुष्य भितरे जो चतुर्वण्या माया सृष्ट गुण कर्म विभाग सह भगवान चतुर्थ अध्याय रे कहिबे मु ए चारि वर्ण को सृष्टि करिछि। तेणु मनुष्य भितरे शूद्र वैश्य
କ୍ଷତ୍ରିୟ ଏବଂ ବ୍ରାହ୍ମଣ ଏଇ ଚାରୋଟି ହଉଛି ଚେତନାର ସ୍ତର। ସେଥିପାଇଁ କୁହାଯାଏ ଜନ୍ମନା ଜାୟତେ ଶୂଦ୍ର, ସମସ୍ତେ ଜନ୍ମରୁ ଶୂଦ୍ର। ଯୋଉମାନେ ବ୍ରାହ୍ମଣ କୁଳରେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ମଧ୍ୟ ଶୂଦ୍ର। ସଂସ୍କାରାତ୍ ଦ୍ୱିଜ ଉଚ୍ୟତେ, ଯେତେବେଳେ ସଂସ୍କାର ହେଇଗଲା, ଗୁରୁଙ୍କ ଠାରୁ ଯେତେବେଳେ ଦୀକ୍ଷା ମିଳିଗଲା, ସେତେବେଳେ ନବଜନ୍ମ ସୃଷ୍ଟି ହେଲା, ସେ ଦ୍ୱିତୀୟ ଥର ଜନ୍ମ ଗ୍ରହଣ କଲା, ତେଣୁ ସିଏ ହେଲେ ଦ୍ୱିଜ। କାହିଁକି? ସେ ଆଉ ଥରେ ଜନ୍ମ ଗ୍ରହଣ କଲେ। ଏଇ ଯୋଉ ଦ୍ୱିତୀୟ ଜନ୍ମ ଗ୍ରହଣ ତାହା ହଉଛି ଚେତନାରେ ଜନ୍ମ ଗ୍ରହଣ ସିଏ କଲେ। ବେଦ ଅଭ୍ୟାସାତ୍ ଭବେତ୍ ବିପ୍ର, ଯେ ବେଦର ଅଭ୍ୟାସ କରିବ। ବେଦର ଅଭ୍ୟାସ କଣ? ଏଇ ଯୋଉ ମନ୍ତ୍ର ପାଠ ଆମେ କଲେ, ଏଇ ମନ୍ତ୍ରକୁ ଯେତେବେଳେ ଶୁଦ୍ଧ ଭାବରେ ଜଣେ ଅଭ୍ୟାସ କରିବ, ଆବୃତ୍ତି କରିବ, ଉଚ୍ଚାରଣ କରିବ, ଏ ଅଭ୍ୟାସ କରିବା ଦ୍ଵାରା ମନ୍ତ୍ରର ଯୋଉ ସ୍ପନ୍ଦନ ତାହା ଭିତରେ ପ୍ରବେଶ କରିବ, ତାର ସମସ୍ତ ଚେତନା ଅନ୍ତଃକରଣ ଶୁଦ୍ଧ ହେଇଯିବ। ତେଣୁ ସିଏ ହେଲା, ଯଦି ବେଦ ଅଭ୍ୟାସ ଜଣେ କରିବ ସେ କଣ ହବ ନା, ସେ ହେବେ ବିପ୍ର। ବ୍ରହ୍ମ ଜାନାତି ବ୍ରାହ୍ମଣ, ଏବଂ ଯେତେବେଳେ ବ୍ରହ୍ମକୁ ତୁମେ ଉପଲବ୍ଧି କରିବ ସେତେବେଳେ ଯାଇ ତୁମେ ହବ ବ୍ରାହ୍ମଣ। ତେଣୁ ଯୋଉ ଚାରି ସ୍ତରର କଥା କୁହାଯାଇଛି, ଅର୍ଜୁନ ବର୍ତ୍ତମାନ କୋଉ ସ୍ତରରେ ଅଛନ୍ତି? ଚେତନାରେ ଶୂଦ୍ର ସ୍ତରରେ ଅଛନ୍ତି। ଶୂଦ୍ରର କାମ କଣ? ଶୂଦ୍ର କାମ ହେଲା ସିଏ ଏ ସଂସାରର ଯୋଉ ନିର୍ମାଣ, ଏ ନିର୍ମାଣରେ ସିଏ ଅଂଶଗ୍ରହଣ କରେ ନା। ସିଏ କେବଳ ଏ ସଂସାରର ନିର୍ମାଣ ଠାରୁ ବହୁ ଦୂରରେ ରହି କେବଳ ଶ୍ରମ କରି, ସେବା କରି ତା ଜୀବନକୁ ନିର୍ବାହ କରେ। କାହିଁକି ନା ତାର ଚେତନାଟି କୋଉ ସ୍ତରରେ ଅଛି? ଶରୀର ସ୍ତରରେ। ବୈଶ୍ୟର ଚେତନା କୋଉ ସ୍ତରରେ? ପ୍ରାଣ ସ୍ତରରେ। କ୍ଷତ୍ରିୟ ଚେତନା କୋଉ ସ୍ତରରେ? ମନ ସ୍ତରରେ। ବ୍ରାହ୍ମଣ ଚେତନାର ଭୂମି କଣ? ଚୈତ୍ୟ ଭୂମି। ତେଣୁ ଯାହା ଭିତରେ ଚାରୋଟି ଯାକ ଭୂମି ପ୍ରସ୍ତୁତ ହେଇଯାଇଛନ୍ତି, ସେ କଣ କରିବ ନା ଭଗବାନଙ୍କର କଣ ହବ? କଣ ହବ? ଭଗବାନଙ୍କର ଯନ୍ତ୍ରୀ ହବ, ଇନଷ୍ଟ୍ରୁମେଣ୍ଟ ହବ। ଏବଂ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କଣ ପାଇଁ ତାଙ୍କ ରଥରେ ସାରଥି ହେଇଛନ୍ତି ନା, ସେ ତାଙ୍କୁ ନିଜର ରଥି ହିସାବରେ ଭଗବାନ ତାକୁ ନିର୍ବାଚନ କରିଛନ୍ତି, ଏଥିପାଇଁ ଯେ ସେ ହିଁ ଏଇ ସଂସାରରେ ଯୋଉ ଭଗବାନଙ୍କର ଯୋଉ କର୍ମ ସମ୍ପାଦିତ ହଉଛି, ସେ କର୍ମକୁ ତାଙ୍କ ଦ୍ଵାରା ହିଁ ତାହା ସମ୍ପାଦିତ ହବ। ଯୋଉ ଧର୍ମ ସଂସ୍ଥାପନା କରିବା ପାଇଁ ପୃଥିବୀରେ ପ୍ରଭୁ ଅବତରଣ କରିଛନ୍ତି, ସେ କର୍ମର ପୁରୋଧା ହେବେ ଅର୍ଜୁନ। କାହିଁକି ନା ତାଙ୍କରି ଭିତରେ ରହିଛି। ସେ କାହିଁକି ପ୍ରଥମେ କହିଛନ୍ତି ଅନଘ। ଅନଘ ଅର୍ଥ ଯେ ପାପ ଶୂନ୍ୟ। ଏବଂ ଯିଏ ଅର୍ଜୁନଙ୍କର, ତମର ଯଦି ସମଗ୍ର ମହାଭାରତର ଏଇ ଚରିତ୍ରକୁ ଆଲୋଚନା କରାଯାଏ, ଅର୍ଜୁନଙ୍କର ଚରିତ୍ରକୁ, ତାହେଲେ ସମସ୍ତେ ଆପଣ ମାନେ ବୁଝିପାରିବେ ଯେ ଅର୍ଜୁନଙ୍କ ଭିତରେ ଏଭଳି ଦିବ୍ୟ ଗୁଣାବଳୀ ଥିଲା ଯେ ସେଥିପାଇଁ ତାଙ୍କୁ କୁହାଯାଏ ଧନଞ୍ଜୟ। ସେ ଅନେକ ରାଜ୍ୟ ଜୟ କରି ଧନ ଆଣୁଥିଲେ, ଆଉ ଅକାତରରେ କଣ କରିଦଉଥିଲେ? ବାଣ୍ଟି ଦଉଥିଲେ। ଆଉ ଏ ଯୋଉ ଧନଞ୍ଜୟ ବି କୁହାଯାଇଛି କଣ ନା, ଏ ଧନ କି ଧନ? ଏ ହଉଛି ସବୁ ଦୈବୀ ସମ୍ପଦ। ଯେତେବେଳେ ଷୋଡଶ ଅଧ୍ୟାୟ ଆମେ ଆଲୋଚନା କରିବା, ସେତେବେଳେ ଆମେ ଜାଣିବା ଯେ ଯେତେବେଳେ ଦିବ୍ୟ ଗୁଣାବଳୀ ସବୁ ହଉଛି ଦୈବୀ ସମ୍ପଦ, ଅଦିବ୍ୟ ଗୁଣାବଳୀ ଆସୁରୀ ସମ୍ପଦ। ଯେତେ ଅଦିବ୍ୟ ଗୁଣାବଳୀ ସେ ସବୁ ହଉଛି ବି ସମ୍ପଦ, ୱେଲ୍ଥ, କିନ୍ତୁ ହଉଛି ଅନଡିଭାଇନ ୱେଲ୍ଥ। ଆଉ ଯେତେ ଦିବ୍ୟ ଗୁଣାବଳୀ ସେ ସବୁ ହଉଛି ଡିଭାଇନ ୱେଲ୍ଥ। ତେଣୁ ଆମେ ଭଗବାନ ଅର୍ଜୁନକୁ ଲକ୍ଷ୍ୟ କରି ଆମ ସମସ୍ତଙ୍କୁ ନିର୍ମାଣ କରିବାକୁ ଚାହାନ୍ତି। ଏବଂ ଆମର ଯୋଉ ଚେତନା ଭିତରେ ଯୋଉ ରହିଛି ଇନର୍ସିଆ ବା ନିଶ୍ଚେଷ୍ଟତା, ନିଶ୍ଚେତନା, ଏବଂ ଯୋଉ ଦୁର୍ବଳତା, ଆଉ ନିଜ ପ୍ରତି ଯୋଉ ମୋହ, ସେ ମୋହକୁ ସେ ଭଙ୍ଗ କରିବାକୁ ଚାହାନ୍ତି। ଯଦି ସେ ମୋହ ଭଙ୍ଗ ନ ହବ, ତାହେଲେ କଣ ହବ ନା, ସେ ଜ୍ଞାନକୁ ସ୍ୱୀକାର କରିପାରିବେ ନାହିଁ। ତେଣୁ ସାବିତ୍ରୀରେ ଏହି ଯୋଉ ଆଲୋକର କଥା କୁହାଯାଇଛି, ସେଠି ମଧ୍ୟ କୁହାଯାଇଛି ଯେ ଯେମିତି ଅନନ୍ତ ଆକାଶ ଭିତରେ ଯେତେବେଳେ ବାଦଲ ଢାଙ୍କି ଯାଏ, ସେତେବେଳେ କଣ ଆକାଶର ଦୃଶ୍ୟକୁ ଆମେ ଦେଖିପାରୁ କି? ତାରକା ମାନଙ୍କୁ ଦେଖିପାରୁ କି? କିନ୍ତୁ ଯେତେବେଳେ ବିଜୁଳି ଚକମକ ହେଇକି ଝଲସି ଯାଏ ଆକାଶରେ, ଆମେ ଆକାଶର କିୟଦଂଶକୁ ଦେଖିପାରୁ। ସେହିଭଳି ଯୋଉ ଚେତନାରେ ଘନ ଅନ୍ଧକାର ଛାଇ ହେଇ ରହିଛି ଅର୍ଜୁନଙ୍କର, ଭଗବାନ ଯେତେବେଳେ ତାଙ୍କୁ ବର୍ତ୍ତମାନ ଚାହିଁଲେ ନା, କହିବେ, ଅର୍ଜୁନ ଯେତେବେଳେ ଭଗବାନ କହିବା ପୂର୍ବରୁ ପ୍ରଥମେ ଚାହିଁଲେ, ଏବଂ ଯେତେବେଳେ ଭଗବାନ କାହାକୁ ଚାହାନ୍ତି, ଯେତେବେଳେ ସେ ଦୃଷ୍ଟି କାହା ଉପରେ ପଡେ, କଣ ହୁଏ ନା, ସେ ବିନଷ୍ଟ କରିଦିଏ। ବିନଷ୍ଟ ମାନେ ତୁମେ ନିଜକୁ ଯାହା ବୋଲି ଭାବିଛ,
ନିଜର ଅହଙ୍କାରକୁ ଯୋଉ ଜାବୁଡି ଧରି ଏକ ସହଜ ସରଳ ଜୀବନ ବଞ୍ଚିଯିବା ପାଇଁ ତୁମେ ଚାହୁଁଛ, ତାକୁ ଭଗବାନ ଭାଙ୍ଗିକି କଣ କରିବେ? ଚୁରମାର କରିଦେବେ। ତାହା ନହେଲେ ଯୋଗ ଜୀବନ ଆରମ୍ଭ ହେଇପାରିବ ନାହିଁ। ମାନୁଷୀ ଜୀବନ ଯଦି ସମ୍ପୂର୍ଣ୍ଣ ରୂପରେ ଧୂଳିସାତ ନ ହୁଏ, ତାହେଲେ ତା ଉପରେ ଦିବ୍ୟ ଚେତନାର ପ୍ରାସାଦ ନିର୍ମାଣ ହେଇପାରିବ ନାହିଁ। ତେଣୁ ସାବିତ୍ରୀରେ ଶ୍ରୀ ଅରବିନ୍ଦ କହୁଛନ୍ତି, ଦ ନାଇଟ୍ ସାଲ୍ ବି ଡେଷ୍ଟ୍ରଏଡ୍ ବାଇ ଦ ସୁପ୍ରିମ ଲାଇଟ୍। ଏ ଅନ୍ଧକାର ନଷ୍ଟ ହବ କାହା ଦ୍ୱାରା? ନା ଦିବ୍ୟ ଆଲୋକ ଦ୍ୱାରା, ଦିବ୍ୟ ଜ୍ଞାନ ଦ୍ୱାରା ମଣିଷର ଏଇ ଗହନ ଅନ୍ଧକାର ଯାଇ ଦୂରୀଭୂତ ହବ। ତେଣୁ ଏଠି ଆମକୁ ବୁଝିବାକୁ ହବ ଆଉ ଗୋଟେ ଗଭୀର ଗୂଢ ତତ୍ଵ। ସେ ତତ୍ଵଟିକୁ ଆମେ ମନ ବୋଲି ଶବ୍ଦଟି କହିଦେଲୁ, ମନ। ପ୍ରାଣ ବୋଲି ଗୋଟେ ଶବ୍ଦ କହିଦେଲୁ, ବୁଝିହେଲା ପ୍ରାଣକୁ କଣ, ମନ କଣ? ନାହିଁ। ମଣିଷର ମାନସିକ ଗଠନ ରହିଛି, ମାନସିକ ଗଠନ ରହିଛି, ପ୍ରାଣିକ ଗଠନ ରହିଛି। ଏବଂ ମାନସ ଗଠନ ରହିଛି, ତା ଦ୍ୱାରା କ୍ରିୟା ଆଉ ପ୍ରତିକ୍ରିୟା ସବୁ ପ୍ରତି ମୁହୂର୍ତ୍ତରେ ସଂଗଠିତ ହଉଛି ଆପେ ଆପେ। ଯଦି ଗୋଟେ ଉଦାହରଣ ମୁଁ ଦଉଛି, ଯଦି ଜଣେ ହଠାତ୍ ଗୋଟେ ଫୋନ ତୁମେ କରୁଛ, ଫୋନ ର ଆନ୍ସର ମାନେ ରେସ୍ପଣ୍ଡ ହେଲା ନାହିଁ କଲଟା, ମନ ଭିତରେ କୋଉ ଭାବନା ଆସୁଛି? 5 ଜଣଙ୍କୁ ମୁଁ ଯଦି ଏଇଠି ପ୍ରଶ୍ନ କରିବି, ତୁମେ ଫୋନ କର, ଫୋନ ଆସିଲାନି, କଣ ତମ ଭିତରେ ଭାବନା ଆସିଲା? ଫୋନ ଯେତେବେଳେ ତମେ 5 ଜଣଙ୍କ ଭିତରୁ 5ଟା ଉତ୍ତର ଆସିବ। ଜଣେ କହିବ ସେ ଜାଣି ଶୁଣିକି ଧଇଲାନି, ଆଉ ଜଣେ କହିବ ସେ ମତେ ଆଭଏଡ କରୁଛି, ଆଉ ଜଣେ କହିବ ନା ବୋଧେ କଣ ବ୍ୟସ୍ତ ଥିବ, କୋଉ କାମରେ ବ୍ୟସ୍ତ ଥିବ, ଆଉ ଜଣେ କହିଲା ଓ ତା ଶେଷ କଥାଟି ଏମିତି ହେଇ ହେଇ ଆସିବ ଯେ ଉଚ୍ଚତମ ଚେତନାର ସ୍ତରରେ ଥିବ, ସେ କହିବ ମା ବର୍ତ୍ତମାନ ମୁଁ ସେହି କଥା ହବାକୁ ଚାହାନ୍ତି ନାହିଁ, ସେଥିପାଇଁ କଲଟା କନେକ୍ଟ ହେଲା ନାହିଁ। କାରଣ ବର୍ତ୍ତମାନ ମୁଁ ଯାହା କହିବାକୁ ଚାହୁଁଥିଲି ବା ଶୁଣିବାକୁ ଚାହୁଁଥିଲି, ତାହା ଭଗବାନ ଆପ୍ରୁଭ କଲେ ନାହିଁ। ତେଣୁ ତମେ କଣ ହବ? ଖୁସି ହବ। এই 5ଟି ସ୍ତରର ପ୍ରତିକ୍ରିୟା ଅଲଗା ଅଲଗା ହେଲା କାହିଁକି? ନା 5 ପ୍ରକାରର ମାନସିକ ଗଠନ। ଦ ନେଗେଟିଭ ଫର୍ମେସନ, এই ନେଗେଟିଭ ଫର୍ମେସନ କୋଉଠୁ ହେଇଥାଏ? ଅନେକ ସମୟରେ ପରିବାରରୁ ହେଇଥାଏ, ଶିକ୍ଷା ପିଲାମାନେ ଯୋଉ ବିଦ୍ୟାଳୟକୁ ଯାଆନ୍ତି ବିଦ୍ୟାଳୟରୁ ହେଇଥାଏ, ସମାଜରେ ଅନ୍ୟମାନଙ୍କ ସହିତ ଯେତେବେଳେ ମିଶନ୍ତି ସେଇଠୁ ହେଇଥାଏ। ତେଣୁ ମଣିଷର ଗୋଟେ ନେଗେଟିଭ ଫର୍ମେସନ ହେଇଥାଏ ଅଜ୍ଞାତ ସାରରେ। ଆମେ ଯୋଉ ତିଆରି ହେଇଛୁ ମାନସିକ ଅବସ୍ଥା, ମାନସିକ ସ୍ଥିତି ନେଇ, ଆମ ଅଜ୍ଞାତ ସାରରେ ପିଲାଦିନୁ ତାହା ତିଆରି ହେଇଛି, ପିଲାଦିନୁ ତିଆରି ହେଇସାରିଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆକୁ ଆମେ ଭାଙ୍ଗିବୁ କେମିତି? ନ ଭାଙ୍ଗିଲେ ନୂଆ ଫର୍ମେସନ ହବ ନାହିଁ। ନୂଆ ଫର୍ମେସନ ଯଦି ନ ହୁଏ, ଏଇ ଚେତନାଟି ଯଦି ପୁନର୍ଗଠିତ ନ ହୁଏ, ତାହେଲେ ଏଇ ଚେତନାରେ ରହି ତୁମେ ସେ ଦିବ୍ୟ ଆଲୋକ, ଦିବ୍ୟ ଜ୍ଞାନକୁ ଗ୍ରହଣ କରିପାରିବ ନାହିଁ। ତେଣୁ ଏଇ ଯୋଉ ମାନସିକ ଗଠନ ବା ପ୍ରାଣିକ ଗଠନ, ଏଇ ଯୋଉ ପ୍ରୋସେସ, ଏ ପ୍ରୋସେସଟିକୁ କଣ କରିବାକୁ ହବ? ଭାଙ୍ଗି ଦେବାକୁ ପଡିବ। ଏବଂ କିଏ ଭାଙ୍ଗିବ? ଗୁରୁ ଭାଙ୍ଗିଦେବେ। ଭାଙ୍ଗିଦେଲେ କଣ ହବ? ନା 4ଟା ସ୍ତର ଆସିବ। ଗୋଟିଏ ହଉଛି ଯେ ପ୍ରଥମେ ଯେତେବେଳେ ସେଠି ଭାଙ୍ଗିଯିବ, ତମ ଭିତରେ ଗୋଟେ କନସିୟସ ଆୱାରନେସ ଆସିବ, ଜାଗ୍ରତ ସଚେତନତା ଆସିବ। ଆଉ ଗୋଟିଏ ହେଲା ଯେ ତୁମେ ଗୋଟେ ନୂତନ ଆଲୋକକୁ ନିଜ ଭିତରକୁ ଆବାହନ କରିବ। ଭାଙ୍ଗିଗଲା ଗୋଟେ ଜିନିଷ, ଯେତେବେଳେ ଭାଙ୍ଗିଗଲା କଣ ହବ? ତୁମେ ନୂଆ ଜିନିଷ ଆଣିବ। ପୁରୁଣା ଜିନିଷଟି ଭାଙ୍ଗିଗଲେ କଣ କରିବ? ନୂଆ ଜିନିଷଟି ଆଣିବ। ଏବଂ ସେଇ ନୂଆ ଜିନିଷଟି ପାଇଁ ତୁମେ କଣ କରିବ? ନା ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିବ ଯେ ମୋ ଭିତରକୁ ସେହି ଆଲୋକ, ସେହି ଜ୍ଞାନ ପ୍ରବେଶ। ଏବଂ ଆଉ କଣ ଆଶ୍ରୟ ନେବାକୁ ପଡିବ? ଦିନକରେ ହବ ନା, ଦିନକରେ ହବ ନାହିଁ। ତେଣୁ ତାକୁ ସ୍ଥାୟୀ ପ୍ରୋସେସ କରିବା ପାଇଁ ହେଲା, ଧର ସିମେଣ୍ଟିଂ ହେଇଗଲା ଗୋଟେ ଜାଗାରେ, ତାକୁ କ୍ୟୁର କରିବା ପାଇଁ ପାଣି ଦେବାକୁ ପଡୁଛି କି ନାହିଁ? ତା ନହେଲେ ତ ସେ ଭାଙ୍ଗିଯିବ, ସେଟା ସଂଗଠିତ ହବ ନାହିଁ, ଭଲ କି ଫର୍ମେସନ ହବ ନାହିଁ। ସେହିଭଳି ତାକୁ ସହାୟତା କରିବା ପାଇଁ ସାଧକକୁ କଣ କରିବାକୁ ପଡିବ? ନା କଣ୍ଟିନ୍ୟୁଅସ ଜପ କରିବାକୁ ହବ, କଣ୍ଟିନ୍ୟୁଅସ ଭଗବାନଙ୍କୁ ସ୍ମରଣ କରିବାକୁ ହବ, ପ୍ରତ୍ୟେକ ମୁହୂର୍ତ୍ତରେ ଭଗବାନଙ୍କର ବାଣୀକୁ ମନେ ରଖିବାକୁ ହବ। ତେଣୁ ଗୀତା ଦିନକରେ ବା କେତୋଟି ଘଣ୍ଟାରେ ବୁଝିବାର ଶାସ୍ତ୍ର ନୁହନ୍ତି। ଗୀତାକୁ ପ୍ରତ୍ୟେକ ଦିନ ଯଦି ତୁମେ ପଢୁଥିବ, ଆଉ ଯଦି ତୁମ ଜୀବନରେ ପ୍ରୟୋଗ କରୁଥିବ, ତାହେଲେ ଯାଇ ଗୀତାର ଜ୍ଞାନ
ତୁମ ଜୀବନକୁ ରୂପାନ୍ତରିତ କରିବ ଏବଂ ତାହା ହିଁ ହେଉଛି ଶ୍ରୀ ଅରବିନ୍ଦଙ୍କର ଗୀତାର ତଥ୍ୟ ସେ ଆମ ଆଖି ଆଗରେ ରଖିଛନ୍ତି। ଏହା ପୂର୍ବରୁ ଯେତେ ଗୀତାର ଭାରତର ଦର୍ଶନରେ ଗୀତାର ଅନେକ ଆଚାର୍ଯ୍ୟ ଅନେକ ଭାବରେ ବ୍ୟାଖ୍ୟା କରିଛନ୍ତି। ସମଗ୍ର ପୃଥିବୀରେ ରୋମାଲୋରାଙ୍କଠୁ ଆରମ୍ଭ କରି ଯୋଉମାନେ ସାଧକ, ଯୋଉମାନେ ଉଚ୍ଚତର ଆଲୋକ ବା ସତ୍ୟର ସନ୍ଧାନ କରିଛନ୍ତି, ସମସ୍ତେ ଗୀତାର ବ୍ୟାଖ୍ୟା କରିଛନ୍ତି। କିନ୍ତୁ ଶ୍ରୀ ଅରବିନ୍ଦଙ୍କର ବ୍ୟାଖ୍ୟା ହଉଛି ଅଭୂତପୂର୍ବ। କାହିଁକି ନା ଶ୍ରୀ ଅରବିନ୍ଦ ନିଜର ମତ କିଛି ରଖି ସମଗ୍ର ବେଦ ଉପନିଷଦକୁ ଭିତ୍ତିପ୍ରସ୍ତର ରୂପେ ସ୍ୱୀକାର କରି ଗୀତାର ଯୋଉ ୟୁନିକନେସ୍, ଗୀତାର ଯୋଉ ସମ୍ପୂର୍ଣ୍ଣ ଭାବରେ ଏହା କିଭଳି ଏକ ଆଧ୍ୟାତ୍ମିକ ଗ୍ରନ୍ଥ ଏବଂ ସମସ୍ତ ଗ୍ରନ୍ଥ ଠାରୁ ତାହାର ସ୍ୱତନ୍ତ୍ରତା କଣ, ଏହାର ସ୍ୱାତନ୍ତ୍ର୍ୟ କଣ, ସେଇ କଥାଟିକୁ ସେ ଆମ ଆଖି ଆଗରେ ପ୍ରକାଶ କରିଛନ୍ତି। ତେଣୁ ଏଇ ଯୋଉ ନୂତନ ଚେତନାଟିକୁ ଗଠନ କରିବା ପାଇଁ ହେଲେ ଆମକୁ କଣ କରିବାକୁ ହବ ନା ଗୁରୁଙ୍କର ଶରଣାପନ୍ନ ହବାକୁ ପଡିବ ଏବଂ ମଧୁସୂଦନଙ୍କର କୃପା ଦୃଷ୍ଟି ଦ୍ୱାରା, ଭର୍ଚ୍ଛନା ଦ୍ୱାରା ଏହି ଚେତନାଟି ସ୍ପଷ୍ଟ ହବ ଆମ ଭିତରେ। ଯେତେବେଳେ ଦିବ୍ୟ ଗୁରୁ ମନର ଯୋଉ ଭୁଲ ଗଠନଟି ରହିଛି ଅର୍ଜୁନଙ୍କର, କଣ ସେ ଭୁଲ ଗଠନ? ପାପ ଆଉ ପୁଣ୍ୟକୁ ନେଇକି, ପାପ ଆଉ ପୁଣ୍ୟକୁ ନେଇ ସେ କଣ କହିଲେ ଯେ ମୁଁ ଯଦି ନିଜର ପରିଜନ ମାନଙ୍କୁ, ପରିବାର ଲୋକଙ୍କୁ ହତ୍ୟା କରିବି ତାହେଲେ ମୋର ପାପ, ତେଣୁ ମୁଁ ଏଇଟା କରିବାକୁ ଚାହୁଁନାହିଁ। ଏଇଟା ଥିଲା ତାଙ୍କର ପ୍ରଥମ କଥା। ମାନେ ନିଜକୁ ସେ ଜଷ୍ଟିଫାଏ କରୁଛନ୍ତି କାହିଁକି ସେ ଯୁଦ୍ଧ କରିବେ ନାହିଁ। ପ୍ରକୃତ କାରଣ କଣ? ପ୍ରକୃତ କାରଣ ହେଲା ଯେ ଅର୍ଜୁନଙ୍କ ଭିତରେ ଯାହା ଯାହା ଅବଚେତନ ସ୍ତରରେ ଯୋଉ ସବୁ ସଂସ୍କାର ରହିଥିଲା, ଯୋଉ ସବୁ ଭୟ ରହିଥିଲା, ଯୋଉ ସବୁ ଭ୍ରାନ୍ତି ରହିଥିଲା, ସେ ସବୁ ସାମ୍ନାକୁ ଆସିଲା। କାହିଁକି ଆସିଲା ନା ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତ ଯୁଜୁତ୍ସବ ମାମକା ପାଣ୍ଡବାଶ୍ଚୈବ କିମ କୁରୁବତ ସଞ୍ଜୟ, ଏଇ ଯୋଉ କ୍ଷେତ୍ର, ଯୋଉ କ୍ଷେତ୍ରରେ ଅର୍ଜୁନ ପ୍ରବେଶ କଲେ ତାହା ହଉଛି ଧର୍ମର କ୍ଷେତ୍ର। ଏବଂ ସେମିତି ଯେତେବେଳେ ଆମେ ଗୁରୁଙ୍କ ନିକଟକୁ ଆସୁ, ଗୁରୁଙ୍କ ଦୃଷ୍ଟି ସମ୍ମୁଖକୁ ଯେତେବେଳେ ଆସିଯାଉ, ସେତେବେଳେ କଣ ହେଇଯାଏ ନା ଆମ ଚତୁଃପାର୍ଶ୍ଵରେ ଯୋଉ ଅଧର୍ମ ଶକ୍ତି ସବୁ ରହିଛନ୍ତି, ରାଜତ୍ୱ କରୁଛନ୍ତି, ସେ ସବୁ କଣ ହେଇନ୍ତି ନା ପ୍ରତିରୋଧ କରନ୍ତି। କାହିଁକି ନା ବର୍ତ୍ତମାନ ସେମାନେ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟିତ ହବାକୁ ବାଧ୍ୟ। ଏବଂ କାହିଁକି କୁରୁକ୍ଷେତ୍ର? କୁରୁକ୍ଷେତ୍ର ହେଲା କର୍ମର କ୍ଷେତ୍ର। ଜୀବନ ଯୋଉ ପର୍ଯ୍ୟନ୍ତ କର୍ମର କ୍ଷେତ୍ର ହବ ନାହିଁ, ଦିବ୍ୟ କର୍ମର କ୍ଷେତ୍ର ହବ ନାହିଁ, ସେଠି ଧର୍ମ ସଂସ୍ଥାପିତ ହେଇପାରିବ ନାହିଁ। ତେଣୁ ଆମର ଏଇ ଜୀବନକୁ କଣ କରିବାକୁ ହବ? ଆମକୁ ଦିବ୍ୟ କର୍ମ ପାଇଁ ଉତ୍ସର୍ଗ କରିବାକୁ ହବ। ଏବଂ ଦିବ୍ୟ କର୍ମ କଣ ନା ପାପ ପୁଣ୍ୟର ଦୂରରେ ରହିଥିବା କର୍ମ, ଯାହା ଦ୍ୱାରା ଭଗବାନଙ୍କର ଜଣେ କଣ ହେଇପାରେ? ଯନ୍ତ୍ର ହେଇପାରେ। ପାପ କଣ? ଯାହା ଭଗବାନଙ୍କଠୁ ଆମକୁ ଦୂରକୁ ନେଇଯାଏ ତାହା ପାପ। ଆମେ ନୈତିକ ସ୍ତରରେ କହିଥାଉ ଯେ ଏଇ ସବୁ କର୍ମ କରିବା ପାପ, ଏସବୁ ହଉଛି ସାମାଜିକ ସ୍ତରର କଥା। ଏହା ଆଧ୍ୟାତ୍ମିକ ଜଗତରେ ସତ୍ୟ ନୁହଁ। ଆଧ୍ୟାତ୍ମିକ ଜଗତରେ ତାହା ହିଁ ହଉଛି ସତ୍ୟ, ଯାହା ଆମକୁ ଅଦିବ୍ୟ ସ୍ତରକୁ ନେଇଯାଏ, ତାହା ଯେତେବେଳେ ପୁଣ୍ୟ କର୍ମ ହେଇଥାଉ ନା କାହିଁକି, ତାହା ପାପ। ଆଉ ପୁଣ୍ୟ କଣ ନା ଯେତେ ସାମାଜିକ ସ୍ତରରେ ବିରୋଧ କର୍ମ ହେଇଥିଲେ ମଧ୍ୟ ଯଦି ତାହା ଦ୍ୱାରା ଜଣେ ଭଗବାନଙ୍କର ନିକଟକୁ ଯାଏ, ଭଗବାନଙ୍କର ଶରଣାପନ୍ନ ହେଇପାରେ, ତାହା ହେଇଯାଏ ପୁଣ୍ୟ କର୍ମ। ଭଗବାନ ପୁଣି କହୁଛନ୍ତି ଯେ ଯେତେବେଳେ ତୁ ପ୍ରକୃତରେ ମୋ କର୍ମ କରିବୁ, ସେତେବେଳେ ପାପ ପୁଣ୍ୟ, ଶୁଭ ଆଉ ଅଶୁଭ ଉଭୟକୁ ଅତିକ୍ରମ କରିଯିବ। ପାପ ପୁଣ୍ୟ ଉଭୟକୁ ଅତିକ୍ରମ କରିଯିବ। କାହିଁକି ନା ପୁଣ୍ୟ ଦ୍ୱାରା ପାପକୁ ଏବଂ ପୁଣ୍ୟ ଦ୍ୱାରା ପୁଣ୍ୟକୁ ଅତିକ୍ରମ କରି ଜଣେ ଦିବ୍ୟ କର୍ମ କରିବ। ଦିବ୍ୟ କର୍ମ ପୁଣ୍ୟ କର୍ମ ନୁହେଁ ବା ପାପ କର୍ମ ନୁହେଁ, ଏହା ହଉଛି ଭଗବାନଙ୍କର କର୍ମ। ଯୋଉ ପର୍ଯ୍ୟନ୍ତ ଅହଙ୍କାର ସଂଶ୍ଳିଷ୍ଟ ଅଛି, ଭଲ କର୍ମ ଅଛି, ମନ୍ଦ କର୍ମ ଅଛି। ଯେତେବେଳେ ଅହଙ୍କାର ଆଉ ସଂଶ୍ଳିଷ୍ଟ ହେଲା ନାହିଁ, ସେତେବେଳେ ଅହଙ୍କାରକୁ ଜଣେ ଯେତେବେଳେ ଅତିକ୍ରମ କରିଗଲା, ସେତେବେଳେ ଯୋଉ କର୍ମ ସିଏ କରିବ ତାହା ହବ ଦିବ୍ୟ କର୍ମ। ଏବଂ ଭଗବାନଙ୍କର ରଥରେ ଭଗବାନ ଅର୍ଜୁନଙ୍କ ରଥରେ ସାରଥୀ ହେଇଛନ୍ତି ଏଥିପାଇଁ, କାରଣ ସେ ଦିବ୍ୟ କର୍ମରେ ଅର୍ଜୁନଙ୍କୁ ନିୟୋଜିତ କରିବାକୁ ଚାହାନ୍ତି। ତେଣୁ ବର୍ତ୍ତମାନ ଆମେ ଦେଖିବା ଏଇ ଯୋଉ
ମଣିଷର ଯୋଉ ଯାହା ଇଚ୍ଛା ସେ କରେ, ଯୋଉ ଇଚ୍ଛା କରେ, ଯୋଉ ମଧୁସୂଦନ କହିଲେ ଏଠି କଣ ବ୍ୟକ୍ତ କୃଷ୍ଣ ଯେ ଦ୍ୱାପରରେ ଜନ୍ମ ଗ୍ରହଣ କରିଥିଲେ? ନା, ମଧୁସୂଦନ ହଉଛନ୍ତି ଦ ପାୱାର ଅଫ ନଲେଜ, ଜ୍ଞାନର ଶକ୍ତି, ଜ୍ଞାନର ଶକ୍ତି। ଏବଂ ତାହା କଣ କରେ ନା ତାହା ସମସ୍ତ ଇନର ଆମର ଅନ୍ତର୍ଜୀବନର ଯୋଉ ଡିଜାୟାର ଅଛି, ଅନ୍ତର୍ଜୀବନର ଯୋଉ ଦ୍ୱନ୍ଦ୍ୱ ଅଛି, ଅନ୍ତର୍ଜୀବନର ଯୋଉ ମଧୁର ମିଥ୍ୟା ଅଛି, ମଧୁର ମିଥ୍ୟା, ମିଥ୍ୟା ଭାରି ସୁନ୍ଦର, ଅତି ମିଠା। କାହିଁକି ନା ସେ ଆମକୁ ଶୁଆଇ ଦିଏ, ସୁପ୍ତ ଅବସ୍ଥାକୁ ନେଇଯାଏ, ଆମକୁ ଭୁଲେଇ ଦିଏ। କାହାକୁ କଣ ଭୁଲେଇ ଦିଏ? ନା ଆମ ଲକ୍ଷ୍ୟ ପଥରୁ ସେ ଆମକୁ ଦୂରକୁ ନେଇଯାଏ। ଏ ମଧୁର ମିଥ୍ୟାକୁ ଭଗବାନ ଏଠି କଣ କରିବେ? ବିନଷ୍ଟ କରିବେ, ନଷ୍ଟ କରିଦେବେ। ସେଥିପାଇଁ ମଧୁର ଏତେ ବେଶୀ ଅର୍ଥ ଅଛି। ଆଉ ମଧୁସୂଦନ ହଉଛନ୍ତି ଯେ ଜ୍ଞାନର ଶକ୍ତି, ପରମ ଜ୍ଞାନର ଶକ୍ତି। ମଧୁସୂଦନ ଗୋଟିଏ ଶବ୍ଦ, ଏ ଶବ୍ଦଟିକୁ ତୁମେ ଯେତେ ଯେତେ ଗଭୀରରୁ 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 ସ୍ତରକୁ ଯିବ, ସେତେବେଳେ ତୁମେ ଜାଣିପାରିବ ଜ୍ଞାନର ଜଗତରେ ପ୍ରବେଶ କରିବା ପାଇଁ ଗୋଟିଏ ଜିନିଷ ହଉଛି ଅନିର୍ବାର୍ଯ୍ୟ, ସେଇଠି ହଉଛି ମାନସିକ ଶୁଦ୍ଧତା, ଏକ ମନସ୍ତାତ୍ତ୍ୱିକ ଅସ୍ଥିମୂଳକ ଚେତନା, ଅସ୍ଥିମୂଳକ ଚେତନା। ଏଇଠି ଯଦି ତିଆରି ନହବ ଜଣେ ଯୋଗୀ ଭିତରେ, ଜଣେ ସାଧକ ଭିତରେ, ସେ ତା ସାମ୍ନାରେ ଯଦି ପରମ ପ୍ରଭୁ ଆସିକି ତାକୁ ଦର୍ଶନ ଦିଅନ୍ତି, ସେ କଣ କରିପାରିବ ନାହିଁ? ତାକୁ ସ୍ୱୀକାର କରିପାରିବ ନାହିଁ। ମହାଭାରତରେ ଭଗବାନ ଶ୍ରୀକୃଷ୍ଣ 2 ଥର ବିଶ୍ୱରୂପ ଦର୍ଶନ ଦେଖେଇଛନ୍ତି। ଗୋଟିଏ ହେଲା ତ ସମସ୍ତେ ଜାଣିଛ, ଗୀତା ଜ୍ଞାନ ଦେଲା ବେଳେ କୁରୁକ୍ଷେତ୍ରରେ ଦେଖେଇଥିଲେ। ଯେତେବେଳେ ଯୁଦ୍ଧ ପୂର୍ବରୁ ସେ ଯାଇଥିଲେ ହସ୍ତିନାକୁ, ଯୋଉ ଶାନ୍ତି ଦୂତ ଭାବରେ, ସେଠି ଯେତେବେଳେ ତାଙ୍କୁ ବାନ୍ଧିବାକୁ ଚାହିଁଲେ କିଏ? ଦୁର୍ଯ୍ୟୋଧନ, ସେତେବେଳେ ସେ ବିଶ୍ୱରୂପ ଦେଖେଇଥିଲେ। ଏବଂ ବିଶ୍ୱରୂପ ଦେଖିଲା ବେଳେ କଣ ଭଗବାନ ବୋଲି ଶରଣାପନ୍ନ ହେଇପାରିଲେ କି ଦୁର୍ଯ୍ୟୋଧନ? କାହିଁକି କାହିଁକି ହେଇପାରିଲେନି? ମାନସିକ ଗଠନ ଭୁଲ ଗଠନରେ ତିଆରି ହେଇଛି, ରଙ୍ଗ ଫର୍ମେସନ ଅଫ ଦ ମାଇଣ୍ଡ। ସେ କହିଲେ ଏ ଗୋଟେ ଯାଦୁକର, ଯାଦୁ ଦେଖଉଛି, ମ୍ୟାଜିସିଆନ। ତେଣୁ ସେ ମ୍ୟାଜିକ କଥାରେ ଆମର କିଛି ପ୍ରଭାବିତ ହବାର ବିଷୟ ନାହିଁ, ଏ ହଉଛି। ଏବଂ ସେ ଏକଥା ମଧ୍ୟ କହିଲେ, ଜାନାମି ଧର୍ମମ ନଚ ମେ ପ୍ରବୃତ୍ତି, ଜାନାମି ଅଧର୍ମମ ନଚ ମେ ନିବୃତ୍ତି, ତ୍ୱୟା ହୃଷିକେଶ ହୃଦି ସ୍ଥିତେନ ଯଥା ନିଯୁକ୍ତସ୍ମି ତଥା କରମି। ଯେ ପାପୀ, ସେ କହେ ମୁଁ ଯାହା କରୁଛି ଭଗବାନଙ୍କ ଦ୍ଵାରା କରୁଛି, ଭଗବାନ ମତେ ସେ ପ୍ରେରଣା ଦଉଛନ୍ତି, ସେଇଥିପାଇଁ ମୋ ଭିତରେ ଥାଇକି ସେ ପ୍ରେରଣା ଦଉଛନ୍ତି ବୋଲି ମୁଁ ଏଇଟା କରୁଛି। କାହିଁକି ନା ସେ ଭାବେ ତାର ସମସ୍ତ ମାନସିକ ଅନ୍ଧ ଗତି ବୃତ୍ତି ସବୁ ଭଗବାନଙ୍କ ଠାରୁ ଆସୁ ବୋଲି ତାର ଧାରଣା ହୁଏ। ଏଇ ଧାରଣାଟିକୁ ଭଗବାନ ନଷ୍ଟ ପ୍ରଥମେ ଭାଙ୍ଗି ଦଉଛନ୍ତି ଅର୍ଜୁନଙ୍କର। ଅର୍ଜୁନଙ୍କର ନୁହେଁ, ଆମ ସମସ୍ତଙ୍କର ଯଦି ଏଇ ମାନସିକ ଗଠନ ନ ଭାଙ୍ଗେ, ମୁଁ ଆଉ ମୋରର ମୋହ ଖସି ନ ଯାଏ, ତାହେଲେ ଅର୍ଜୁନ କଣ ହେବେ ନା ଜ୍ଞାନର ଜଗତ ଭିତରେ ଅନୁପ୍ରବେଶ କରିପାରିବେ ନାହିଁ। ଉପନିଷଦ କଣ କହୁଛନ୍ତି? ଟିକେ ଉପନିଷଦର କଥାକୁ ଟଚ୍ କରିବା। ଉପନିଷଦ ଏଠି କହୁଛନ୍ତି ଯେ ମଣିଷକୁ ଯାହା ଭଲ ଲାଗେ ତାହା ଯୋଗ ନା ନାହିଁ। ଯାହା ମଣିଷକୁ ଭଲ ଲାଗେ ତାହା ଯୋଗ ନା ନାହିଁ। ଯାହା ଭଲ ଲାଗେ ତାହା ନୁହଁ, ଯାହା ଭଲ ଲାଗେ ନାହିଁ ତାହା ହଉଛି ସତ୍ୟ। ଯାହା ଆମକୁ ଭଲ ଲାଗେ, ଯାହା ଆମକୁ ସୁହାଏ, ତାହା ହଉଛି ପ୍ରେୟ, ପ୍ଲେଜେଣ୍ଟ। ଯାହା ପ୍ଲେଜେଣ୍ଟ ତାହା କେବେ ହେଲେ ଆମକୁ ସତ୍ୟ ଦିଗରେ ଉଦ୍ବୁଦ୍ଧ କରିପାରିବ ନାହିଁ। ତେଣୁ କଠୋପନିଷଦରେ ନଚିକେତା କହୁଛନ୍ତି ଯେ ଏଇ ଯୋଉ ପ୍ରେୟ, ପ୍ଲେଜେଣ୍ଟ, ପ୍ଲେଜେଣ୍ଟ ଜିନିଷ, ପ୍ଲେଜେଣ୍ଟ ଫିଲିଂ, ପ୍ଲେଜେଣ୍ଟ ହ୍ୱାଟ ଏଭର ରିଲେସନସିପ, ମଣିଷର ସମ୍ପର୍କ, ମଣିଷର ସ୍ଥିତି, ମଣିଷର ପରିବେଶ, ମଣିଷର ଜୀବନ, ମଣିଷର ଯାହା ଯାହା ତୁମେ ସେଥିରେ ମିଶେଇ ପାରିବ, ଏଇ ପ୍ଲେଜେଣ୍ଟ କଣ କରେ? ମିସଲିଡ୍ସ ଦ ସୋଲ, ମଣିଷକୁ ସତ୍ୟ ପଥରୁ ବିଚ୍ୟୁତ କରାଏ। ଏବଂ ମୁଣ୍ଡକ ଉପନିଷଦରେ କୁହାଯାଉଛି ଯେ ହୃଦୟ ଗ୍ରନ୍ଥି ଛିଦ୍ୟନ୍ତେ। ସତ୍ୟକୁ କେତେବେଳେ ତମେ ଜାଣିବ? ଗୁରୁ କହୁଛନ୍ତି ଶିଷ୍ୟକୁ,
सत्य को जानिବାର ବାଟ କଣ ନା ହୃଦୟ ଗ୍ରନ୍ଥିକୁ ଛିଣ୍ଡେଇବାକୁ ପଡିବ। କଟ୍ ଦ ନଟ୍ସ ଅଫ ହାର୍ଟ। ହୃଦୟର ସମସ୍ତ ଭାବାବେଗକୁ ତମକୁ ଛିଣ୍ଡେଇବାକୁ ପଡିବ, କାଟିବାକୁ ପଡିବ। ଆଉ ତୁମେ କଣ ମଣିଷ ନିଜେ ନିଜେ କାଟି ପାରିବ? କାଟି ପାରିବନି। କିଏ କାଟିବେ? ଗୁରୁ କାଟିଦେବେ। କାହିଁକି ନା ଯଦି ସେ ସେଠିକୁ ନ କାଟନ୍ତି ନବଜନ୍ମ ହବ କେମିତି? ତୁମେ ଏପର୍ଯ୍ୟନ୍ତ ନିଜକୁ ଭାବିଛ ଯେ ମୁଁ ହଉଛି, ତମର ପରିଚୟ ନିଜକୁ କଣ ଭାବିଛ? ମୁଁ ଅମୁକ ଜାଗାରେ ଜନ୍ମ ଗ୍ରହଣ କରିଛି, ଅମୁକ ହଉଛନ୍ତି ମୋର ବାପା, ଏଇ ଦେଶ ହଉଛି ମୋର ଦେଶ, ଏଇ ମାଟି ହଉଛି ମୋର ମାଟି। କେତେ କେତେ ଉପାଧି ଆଉ ନାମ ମଣିଷ ସହିତ ଯୋଡି ହେଇକି ରହିଛି। ମଣିଷ ଭାବୁଛି ମୁଁ ହଉଛି ତାହା। ମଣିଷ ତ ତାହା ନୁହଁ। ମଣିଷ କିଏ? ମଣିଷ ହଉଛି ତ ସୋଲ, ଆଉ ସେ ହଉଛି ଅମର, ଶାଶ୍ୱତ, ଅଜୋ ନିତ୍ୟ ଶାଶ୍ୱତ ୟୋ ପୁରାଣ ନହନ୍ୟତେ ହନ୍ୟମାନେ ଶରୀରେ। ସେହି ଆତ୍ମା ଆମ ଭିତରେ ଅଛନ୍ତି, କିନ୍ତୁ ଅଜ୍ଞାନତା ଯୋଗୁ ମଣିଷ ତାଙ୍କୁ କୋଉଠି ଖୋଜୁଛି? କୋଉଠି ଖୋଜୁଛି? ବାହାରେ ଖୋଜୁଛି। ବାହାରେ ଖୋଜୁଛି, ସମଗ୍ର ଜଗତକୁ ସେ ଅନ୍ୱେଷଣ କରୁଛି ଭଗବାନଙ୍କୁ, କିନ୍ତୁ ପ୍ରକୃତରେ ସେ ଅଛନ୍ତି କୋଉଠି? ସେ ଅଛନ୍ତି ଅନ୍ତରରେ, ସେ ଅନ୍ତର୍ଯାମୀ। ଯୋଉ ପର୍ଯ୍ୟନ୍ତ ଏତେ ନାଁ ଧରିକି ଡାକିଲେ ଦ୍ରୌପଦୀ, କଣ ବସ୍ତ୍ର ଖସିଲା କି? ଯୋଉ ପର୍ଯ୍ୟନ୍ତ ଯେତେବେଳେ ସେ ଡାକିଲେ ହେ ସଖା, ହେ ଅନ୍ତର୍ଯାମୀ, ହେ ପ୍ରଭୁ, କୋଉଠି ତୁମେ ଅଛ? ଆଉ ସେ ଗୋଟିଏ ଶବ୍ଦରେ କଣ ଆସିଲା? ଅଜସ୍ର ବସ୍ତ୍ର ଖସି ଆସି ଆବୃତ କଲା ଦ୍ରୌପଦୀଙ୍କୁ। ତେଣୁ ଯେତେବେଳେ ଶିଷ୍ୟ ସମ୍ପୂର୍ଣ୍ଣ ଭାବରେ ଦୁଇ ହସ୍ତକୁ ଉତ୍ତୋଳିତ ନ କରେ, ସେତେବେଳେ ଭଗବାନ କଣ କରନ୍ତି ନା ତାଙ୍କର ଶକ୍ତି ଆମ ଭିତରେ ଆଉ କ୍ରିୟାଶୀଳ ହୁଏ ନାହିଁ। ଏବଂ ସେତେବେଳେ କେତେବେଳେ ସେ ଦୁଇ ହାତକୁ ଉତ୍ତୋଳିତ କରିବ? ପ୍ରଥମେ ନିଜର ଲୁଗାକୁ ଧରିବାକୁ ଚେଷ୍ଟା କଲେ ନା ଦ୍ରୌପଦୀ, କାହିଁକି ନା ସେ ବି ତ ରାଜକନ୍ୟା, ସେ ବି ତ ଯୁଦ୍ଧ ଜାଣିଛନ୍ତି, ତାଙ୍କ ଶରୀର ବି ତ ବହୁତ ଶକ୍ତିଶାଳୀ ନା, ଯଜ୍ଞରୁ ଯିଏ ଉଦ୍ଭୂତ, ସେ କଣ ପ୍ରଥମେ ଆଲାଉ କଲେ ନିଜ ଲୁଗା ଜଣେ ଟାଣିବା ପାଇଁ? ସେ ଧଇଲେ। କିନ୍ତୁ ଯେତେବେଳେ ସେ ଅନୁଭବ କଲେ ଯେ ଦୁଃଶାସନର ଶକ୍ତି ଆଗରେ ତାଙ୍କର ଶକ୍ତି ପ୍ରତୁଳ ନୁହେଁ, ସେତେବେଳେ ସେ ହାତକୁ ଉପରକୁ ଉଠେଇଲେ। ତେଣୁ ଯେତେବେଳେ ମଣିଷର ଅହଙ୍କାର ଆଉ ତାର ଯୋଉ ପୂର୍ବ ଅର୍ଜିତ ସମସ୍ତ ଜ୍ଞାନ ତାକୁ ଆଉ ମାର୍ଗଦର୍ଶନ କରିପାରେ ନାହିଁ, ସେତିକି ବେଳେ ଯାଇ ସେଇ ଦିବ୍ୟ କ୍ଷଣରେ, ସେଇ ଦିବ୍ୟ ମୁହୂର୍ତ୍ତରେ ଯେତେବେଳେ ସେ କହେ ପ୍ରଭୁ ମୁଁ ତୁମର, ମତେ ପଥ ଦେଖାଅ, କାହିଁକି ନା ମୁଁ ଆଉ ଜାଣି ନାହିଁ ମୁଁ କଣ କରିବି, ମୋର କଣ କରିବା ଉଚିତ, ସେତେବେଳେ ଭଗବାନ ଗୁରୁ ରୂପରେ ତାକୁ ମାର୍ଗଦର୍ଶନ କରନ୍ତି। ଏବଂ ଈଶୋପନିଷଦରେ ଗୋଟିଏ ବାକ୍ୟ ଅଛି, ଗୋଟିଏ ଅନ୍ଧତମ ପ୍ରବିଶ୍ୟନ୍ତେ ବିଦ୍ୟାମ୍ ଯେ ବିଦ୍ୟାମ୍ ଉପାସତେ। ଏ ବିଦ୍ୟା ଆଉ ଅବିଦ୍ୟା କଣ? ଏ ବିଦ୍ୟା ଆଉ ଅବିଦ୍ୟା କଣ? ବିଦ୍ୟା କଣ ନା ବିଦ୍ୟା ହଉଛି ସମସ୍ତ ଜ୍ଞାନ, ଯୋଉଥିରେ ଭଗବାନଙ୍କର କଥା ଅଛି, ଯୋଉଥିରେ ଆତ୍ମଜ୍ଞାନ ଅଛି, ଯେତେ ଶାସ୍ତ୍ର ସବୁ ଆମେ ଆଲୋଚନା କରୁଛେ ସେ ହେଲା ବିଦ୍ୟା। ଅବିଦ୍ୟା କଣ ନା ଅବିଦ୍ୟା ହଉଛି ସଂସାରର ଆତ୍ମଜ୍ଞାନକୁ ଛାଡିଦେଲେ ଆଉ ଯେତେ ପ୍ରକାରର ସବୁ ବିଦ୍ୟା ଅଛି, ମୋହ ଅଛି, ଭ୍ରାନ୍ତି ଅଛି, ସୁଖ ଅଛି, ଏବଂ ନିଜର ଅହଙ୍କାରକୁ ପ୍ରତିଷ୍ଠା କରିବାର ସମସ୍ତ ପ୍ରବେଗ ଅଛି, ଆବେଗ ଅଛି, ସେ ସବୁ ହେଲା ଅବିଦ୍ୟା। କୋଉମାନେ ଅନ୍ଧ? ଯୋଉମାନେ ଅବିଦ୍ୟାର ଉପାସନା କରନ୍ତି। ପିଲାମାନେ ଦେଖ, ଏତେ ସୁନ୍ଦର ଭାବରେ ତୁମେ ଜୀବନକୁ ସହଜ ଆଉ ସରଳ ଭାବରେ ବୁଝିପାରିବ ଯେତେବେଳେ ତୁମେ ଦେଖିବ ଯେ ସଂସାର ତୁମକୁ କଣ କହୁଛି, ଯେ ତୁମେ ସଫଳ ହୁଅ। ସଫଳ ମାନେ କଣ? ସଫଳ, ସଫଳ ହବ, ସକ୍ସେସଫୁଲ। ସକ୍ସେସଫୁଲ ଅର୍ଥ କଣ? ତୁମେ ବହୁତ କିଛି ରୋଜଗାର କରିବ। କଣ ରୋଜଗାର କରିବ? ଅର୍ଥ ରୋଜଗାର କରିବ, ନାମ ରୋଜଗାର କରିବ, ଖ୍ୟାତି ରୋଜଗାର କରିବ, ଜ୍ଞାନ ରୋଜଗାର କରିବ। ଏସବୁ ତମେ ସଞ୍ଚୟ କଲ ଏବଂ ଏହା ଯେତେବେଳେ ତୁମେ ଏ ଶରୀର ତ୍ୟାଗ କରିବ, ରାସ୍ତା ତମ ପାଇଁ ନିର୍ମାଣ କରିବ, ସବୁ ଏଇଠି ରହିବ। ତେଣୁ ତମର ପ୍ରକୃତରେ ଯୋଉ ବ୍ୟାଙ୍କର ଯୋଉ ଖାତା, ସେଟା କଣ ହଉଛି? ସେଥିରେ ବାଲାନ୍ସ କଣ? ଜିରୋ। ଆତ୍ମାକୁ ମାର୍ଗଦର୍ଶନ କରିବା ପାଇଁ ସେଥିରେ କିଛି ବାଲାନ୍ସ ନାହିଁ। କିନ୍ତୁ ଯୋଉମାନଙ୍କର ଅଛି ଜ୍ଞାନ, ଯୋଉମାନେ ବହୁତ ବିଦ୍ୟା ଅର୍ଜନ କରିଛନ୍ତି, ବେଦ ଉପନିଷଦ ସବୁ କିଛି ପଢିଛନ୍ତି, ସେମାନେ କଣ ଭଗବାନଙ୍କୁ ପାଆନ୍ତି କି? ନା। ଈଶୋପନିଷଦ କହିଥିଲେ ନା, ଯୋଉମାନେ ବିଦ୍ୟାକୁ ବି ଉପାସନା କରନ୍ତି
ସେମାନେ ବି ପାଆନ୍ତି ନାହିଁ। କାହିଁକି ପାଆନ୍ତି ନାହିଁ ନା ତାଙ୍କର ଜ୍ଞାନକୁ ନେଇକି ପ୍ରଚଣ୍ଡ ଅହଙ୍କାର ଥାଏ। ମୁଁ ଜାଣିଛି, ମୁଁ ଜାଣିଛି, ଏବଂ ମୁଁ ଜାଣିଛି ଏତେ ତାଙ୍କର ଥାଏ ଯେ ସେ ଜ୍ଞାନର ଅହଙ୍କାର ସେ ଭଗବାନଙ୍କ ଠାରୁ ଦୂରକୁ। ସେଥିପାଇଁ କଣ କହିଛନ୍ତି ସାବିତ୍ରୀ ଅରବିନ୍ଦ, ଭଗବାନ ଯେତେବେଳେ ହୁଏ ଗଡ୍ କମ୍ସ ଇଣ୍ଟେଲିଜେଣ୍ଟ ପିପୁଲ ଆର୍ asleep, ଶୋଇଛନ୍ତି, ସେମାନେ ଶୋଇ ପଡନ୍ତି। ଭଗବାନ ଯେତେବେଳେ ପୃଥିବୀରେ ଅବତରଣ କରନ୍ତି ସେମାନେ ଜାଣିପାରନ୍ତି ନା। କାହିଁକି ନା ସେମାନଙ୍କର ଆତ୍ମ ଜାଗ୍ରତ ହେଇନାହିଁ, ସେମାନେ ଅଧିକ ଅନ୍ଧକାରରେ ପଡନ୍ତି। ନାୟମାତ୍ମା ପ୍ରବଚନେନ ଲଭ୍ୟ ନ ମେଧୟା ନା ବହୁଧା ଶ୍ରୁତେନ, ତାଙ୍କୁ କେହି ଜାଣିପାରେ ନାହିଁ, ବୁଝିପାରେ ନାହିଁ, ପଢି ପଢି ଶୁଣି ଶୁଣି କହି କହି କେହି ଜାଣିପାରନ୍ତି ନାହିଁ। କେମିତି ଭଗବାନଙ୍କୁ ତୁମେ କେମିତି ଜାଣିମ, ସତ୍ୟକୁ ତୁମେ କେମିତି ଜାଣିମ, ଯେତେବେଳେ ପ୍ରଭୁ କୃପା କରି ନିଜେ ତୁମ ଭିତରେ ପ୍ରକାଶିତ ହେବେ, ସେତେବେଳେ ତୁମେ ଜାଣିପାରିବ। ସେ କେତେବେଳେ କୃପା କରିବେ, ଯେତେବେଳେ ତୁମେ ସମ୍ପୂର୍ଣ୍ଣ ଭାବରେ ତୁମେ ଆଉ ତୁମର, ତୁମେ ମାନେ ୟୋର ଇଗୋ, ଆଉ ତୁମର ମାନେ ଅଲ ୟୋର ଅର୍ନିଙ୍ଗସ, ଯାହା ଯାହା ସଂସାରରେ ଏଠି ଅର୍ଜନ କରିକି ସବୁ ରଖିଛ ତମର ପରିଚୟ ବୋଲି। ଦେଖିଛ କି ନାଇଁ ଗୋଟେ ଗୋଟେ ପରିଚୟ ମାନେ ଆଇଡେଣ୍ଟିଟି କାର୍ଡ, ସେଥିରେ କେତେ ସବୁ ଥାଏ, କେତେ ସବୁ ଉପାଧି ସବୁ ଥାଏ। ଆଉ ସେ ଯୋଉମାନେ ପ୍ରଥମେ ଯାଆନ୍ତି କଣ ଦିଅନ୍ତି, ଆଇଡେଣ୍ଟିଟି କାର୍ଡ ଦିଅନ୍ତି, ମୁଁ ହଉଛି ଅମୁକ। এই ଆଇଡେଣ୍ଟିଟି କାର୍ଡ ହଉଛି ଏ ପୃଥିବୀର। ରିଅଲ ଆଇଡେଣ୍ଟିଟି କାର୍ଡ କଣ ନା ତୁମେ ହଉଛ ଭଗବାନଙ୍କର ଅଂଶ। ଆଉ ସେଥିପାଇଁ ତୁମେ ଜାଣିବା ଆବଶ୍ୟକ, ଏ ସଂସାରରେ ସେ କଥା କେହି ଜାଣିବାର ଆବଶ୍ୟକତା ନାହିଁ। ତୁମେ କଣ ସେ କଥା ସଂସାରରେ କେହି ଜାଣିବାର ଆବଶ୍ୟକତା ନାହିଁ, ଜଣେଇବାର ଆବଶ୍ୟକତା ନାହିଁ। ସେଥିପାଇଁ ତ ଗୋପୀ ମାନେ ଭଗବାନ କୃଷ୍ଣଙ୍କୁ ପାଇଲେ। କାହିଁକି, କାହିଁକି ପାଇଲେ? କଣ ଜଣେଇକି ପ୍ରେମ କରୁଥିଲେ କି? ରାତିରେ ଲୁଚି ଲୁଚି ଭଗବାନଙ୍କ ପାଖକୁ ପ୍ରେମ କରିବାକୁ ଯାଉଥିଲେ। ଦିନ ବେଳେ ସବୁ କାମ କରୁଥିଲେ, ଯେମିତି ଗାଈ ଦୁହିଁବା କଥା, ଲହୁଣୀ ମାରିବା କଥା, ଘର କାମ କରିବା କଥା, ପିଲାଙ୍କ କଥା ବୁଝିବା କଥା, ସ୍ଵାମୀ କଥା, ସବୁ ସଂସାରର କାମ କରୁଥିଲେ। କେହି ବୁଝି ପାରୁନଥିଲେ ଯେ ୟା ମନଟା କୋଉଠି ଅଛି। ଗୋପାୟତେ ଇତି ଗୋପୀ, ସେ ଲୁଚିକି ଭଗବାନଙ୍କୁ ଭଲ ପାଉଥିଲେ, ଦେଖେଇକି ନାହିଁ। ଆଉ ଆମେ ଆଜିକାଲି କଣ କରୁଛୁ, ସାଧନା କରିବା ମାତ୍ରେ ଆମେ କଣ କଣ ସାଧନା କରୁଛୁ ସବୁ ପ୍ରଚାର କରୁଛୁ ପ୍ରଥମେ। ସେଥିପାଇଁ ଆମ ସାଧନା କେବେ ହେଲେ ଫଳବତୀ ହଉନାହିଁ, ଭଗବାନଙ୍କ ପାଖରେ ପହଞ୍ଚୁ ନାହିଁ। ତେଣୁ ମା ଗୋଟିଏ ସୁନ୍ଦର କଥା କହିଛନ୍ତି ଯେ ତୁମେ ଯୋଉ ମୁହୂର୍ତ୍ତରେ ଜାଣିବ ବା ଅନୁଭବ କରିବ ତୁମେ ଜାଣିଛ, ତୁମେ ଆଉ ଜ୍ଞାନର ଅଧିକାରୀ ହେଇପାରିବ ନାହିଁ। ଯେତେବେଳେ ତୁମ ଭିତରେ ଏଇ ଧାରଣା ସବୁବେଳେ ରହିବ, ଆରେ ପ୍ରକୃତରେ ମୁଁ ତ କିଛି ଜାଣିନି, ମୁଁ ତ କିଛି ଜାଣିନି, ଏଇ ମୁଁ କିଛି ଜାଣି ନାହିଁ ଯୋଉ ପର୍ଯ୍ୟନ୍ତ ମନ ଭିତରେ ଭାବ ରହିଥିବ, ସେତେବେଳେ ତୁମ ପାଇଁ ଯେତେବେଳେ ଯାହା ଆବଶ୍ୟକ ସେହି ଜ୍ଞାନ କୋଉଠୁ ଆସୁଥିବ, ଉପରୁ ତୁମ ଭିତରକୁ ଆସିକି ତୁମକୁ ମାର୍ଗ ନିର୍ଦ୍ଦେଶ କରୁଥିବ। ତେଣୁ ବର୍ତ୍ତମାନ ଆମେ ଜାଣିଲେ ଯେ ଅନ୍ଧକାର ଭିତରୁ ଆଲୋକ ଆଡକୁ ଯିବା ପାଇଁ ଯୋଉ ଯାତ୍ରା, ସେଇ ଯାତ୍ରା ପାଇଁ ପ୍ରଥମ କ୍ଷେତ୍ରଟି ହଉଛି ସାଧନାର, ଯେ ଆମର ମାନସିକ ଗଠନକୁ ପୁନର୍ଗଠନ କରିବା ଏବଂ ଆମ ଭିତରର ଯୋଉ ରହିଛି ଶ୍ଲାଥ୍ୟ ବା ଇନର୍ସିଆ, ନିଶ୍ଚେଷ୍ଟତା, ତାକୁ ଛାଡିଦବା। ଚେତନାକୁ ପ୍ରଥମେ ଜାଗ୍ରତ କରିବାକୁ ପଡେ। ଅର୍ଜୁନ କାହିଁକି ଏମିତି ବସିଛନ୍ତି, ହାତ ଗୋଡକୁ ଖସେଇ ଦେଇକି ବିଷର୍ଣ୍ଣ ହେଇକି କାହିଁକି ବସିଛନ୍ତି ନା ସେ ଭୁଲି ଯାଇଛନ୍ତି ଯେ ସେ କିଏ, ଆତ୍ମା। ଆଉ ତାଙ୍କ ରଥରେ କିଏ ବସିଛନ୍ତି, ଭଗବାନ ବସିଛନ୍ତି। ଏ ଉଭୟ ସତ୍ୟକୁ ସେ ସମ୍ପୂର୍ଣ୍ଣ ଭାବରେ ବିସ୍ମରଣ ହେଇଗଲେ। ବିସ୍ମରଣ ହେଲେ ବୋଲି ଅହଙ୍କାର ଆଉ ମୋହ ଏ ଉଭୟ ଦ୍ଵାରା ସେ ବିଷାଦଗ୍ରସ୍ତ ହେଇଛନ୍ତି। ବର୍ତ୍ତମାନ ପ୍ରଥମ ଯୋଉ ଶ୍ଲୋକଟି ମୁଁ ଭାବୁଛି ତାହା ସମସ୍ତଙ୍କ ପାଖରେ କ୍ଲିଅର ନା ଆଉ କାହାର କଣ ଅଛି ବା ପଚାରିବା ପାଇଁ ବା ବୁଝିବା ପାଇଁ, ବା କାହାର କିଛି ଅଛି କି ନା ଦ୍ୱିତୀୟ ଶ୍ଲୋକକୁ ଯିବା, ଦ୍ୱିତୀୟ ଶ୍ଲୋକକୁ ଯିବା। ତେଣୁ ଭଗବାନ ତାଙ୍କୁ ଚାହିଁକି କହିଲେ, ଯେତେବେଳେ ଅର୍ଜୁନ, ସଞ୍ଜୟ କହୁଛନ୍ତି ଯେ ଯେତେବେଳେ ଅର୍ଜୁନ ଏହିଭଳି ବସିଛନ୍ତି ଆଖି ଛଳ ଛଳ କରି କୃପା ଦ୍ଵାରା ଆବିଷ୍ଟ ହେଇ, ଭଗବାନ ତାଙ୍କୁ ମଧୁସୂଦନ ତାଙ୍କୁ ଚାହିଁଲେ ଆଉ ଏ କଥା କହିଲେ। ଭଗବାନ କଣ କହିଲେ, ମୋ ସହିତ ପଢ ଆଗେ ଶ୍ଲୋକକୁ। କୁତସ୍ତ୍ୱାକସ୍ମଳମିଦଂ ବିଶାମେ ସମୁପସ୍ଥିତଂ ଅନାର୍ୟ
युतमस्वरम् अकीर्तिं करमर्जुन तत्त्वाकस्मलमिदं विशामि सवस्थितम् अनार्यजुष्टमस्वर्ग्यम् अकीर्तिं करमर्जुन। भगवान अर्जुन को चाहेंगे पचार ले, अर्जुन कोठारु आसिला ना अनार्य अनार्य दुष्टम ए अनार्य जनचित गुण तम पाखु कोठु आसिला। अस्वर्ग्यम जहा स्वर्ग प्राप्तिर होची विपरीत कथा। स्वर्ग मनुष्यर लक्ष्य होची स्वर्ग प्राप्ति। मनुष्य स्वर्ग सुख लाभ करिवो जीवन रे यदि पुण्य कर्म करे परवर्ती समय ताको काटिबे। किंतु वर्तमान और भगवान एठी काहेकि स्वर्ग आ नरक कथा कहउचंती कारण अर्जुनकर भय थिला जे मो ए सब पाप कर्म कले नरक रे पड़िबी। तेणु भगवान एठी सेही स्वर्ग कथा पुणी आनिकी कहउचंती जे तमे तो स्वर्ग को हेतुरा कहि परिबो नाही, तमे ए कथा काहे कहउच। अकीर्तिम करम अर्जुनम तमे जहा कहउच ताहा कीर्ति सूचक नोहे। कीर्ति जस्य सहजीवति ए संसार रे किए बंचे ना जे कीर्तिवान पुरुष बंचे आ समस्त तो मरि जानती। आ जो मानकर कीर्ति किछि अछि जो माने किछि अद्भुत कर्म करिसंती ए संसार रे से माने स्थायी भाव वास करते। आमे मने रखिछु से मानकु जुग जुग धरी जो माने किछि अद्भुत कर्म करिसंती साधारण मनुष्य भलिया बंची नाहंती से मानकु आमे मने रखिछु। मनुष्य जाति तांको मने रखिछि। तेणु तुमे कोन करछ ना अकीर्ति अकीर्ति कर सूचक अकीर्ति सूचक कथा तुमे कहछ। कुतस्त्वा कस्मलमिदम एक कलमस एही कलमस कोठु आसला तम पाख। कलमस कौन मोह चित्त को जी मैला कर दिए। तमे एमती देखि गोटे पोखरी जो पोखरी सब कौन थाए दल भर्ती है थाए ना। से जो दल भर्ती है कि पानी रे भासु थाए से पानी रे जाके मुह देखिले मुह देखा जाए कि देखा जाए ना। गाधे परिबो कि गाधे परिबोनी। पानी पी परिबो कि पानी पी परिबो। सेटा खाली जमा हेकी रहिथिबो ता ऊपरे से जो आवरणटी पूरा दल हेकी भर्ती ही जाइथिबो सेटा होची मनीष मनर आबिलता। सेटा जतले आबिलता एभली भाबरे ढांकी दबो सेतले मनीष कोन करिवो से द्वंद्व रे पड़िया को बाध्य। काहेकि ना तार चेतनार आ क्लारिटी रहिबो नाही। क्लारिटी काहेकि रहिबोनी ना तार आत्मज्ञान नाही। आत्मज्ञान नथिले क्लारिटी रहिबोनी। तमे किमती कोन भाबिबो मु एटा तम भितर जेतेबेले जीवन रे द्वंद्व आसीबो किमती द्वंद्व को अतिक्रम करिवो केमिति द्वंद्व को अतिक्रम करिवार बाट कोन। प्रति मुहूर्त तो द्वंद्व आसुचे जीवन रे आसुचे ना नाही एटा करिबी ना सेटा करिबी किमिति द्वंद्व को अतिक्रम करिवो। काहेकि लोक माने द्वंद्व को अतिक्रम करन्ते नाही ना सेमानंक जीवन रे लक्ष्य स्थिर हे नाही। यदि लक्ष्य स्थिर हैला तमे जोटी करिबे के करिबेनी बोली भाबुछ तारी आखि आगरे नै कि रखिबो तुमको देखा जीवो एरा लक्ष्य रो सहायता करूची मो लक्ष्य प्राप्ति रे ना ये प्रतिबंधक। यदि प्रतिबंधक हटै देलो बहुत सहज। यदि लक्ष्य ही नाही ताहले जीवन रे सब बेले तुमे द्वंद्वग्रस्त हबो। तेणु भगवान कहउचंती जे हे अर्जुन एही भली मुहूर्त रे तुम भीतर को ए अनार्य गुणचित कोठु आसला ही द्वंद्व आ ए कालमास ए मोह कोठरु आसला काहेकि एटा कहउचंती भगवान। वर्तमान आमे ता भीतर को गूढ़ अर्थ को एटा ला बाह्य अर्थ आमे वर्तमान गूढ़ तार गभीर अर्थ को आमे धीरे धीरे प्रवेश करिबा। जेतेबेले जने मनीष कौनसी कारणरू कहा कथा शुणिबा अवस्था रे न थाए माने सी एते कन्फ्यूज जे ता भीतर एते द्वंद्व परिपूर्ण ही रही जे ताको भल कथा कहले कौन हबनी ता कानरे पशिबनी प्रवेश करिवो नाही। जेतेबेले कौन करिवो पिला दिने जो पिला ज्ञान बुझी पारे नाही पाठटा को टीचर कौन करे गाली करे भर्सना करे सब पिलांक आगे। भर्सना कले कौन हबो से गाली शुणिबा बेले ता माइंड ता कौन हबो क्लियर हबो। अपमान पाइले गाली कौन हबो क्लियर हबो। तथापि जदि क्लियर हलानी कौन हबो
ବୈତ୍ରେକ ପାଣଏ ସେ ଗୋଟେ ଚାପୁଡା ମାରିବ ତାକୁ। ଏବେ ବର୍ତ୍ତମାନ ବହୁତ ଅଦ୍ଭୁତ ସାଇନ୍ସ ଆସିଲା ଯେ ଯେତେବେଳେ ଶରୀରକୁ କିଛି ଆଘାତ ବାଜେ ସେତେବେଳେ କଣ ହେଇଯାଏ ନା ମଣିଷର ବ୍ରେନ ଆକ୍ଟିଭ ହୁଏ। ତ ବର୍ତ୍ତମାନ ଭଗବାନ ଆଘାତ ଦଉଛନ୍ତି କଣ କହିକି ଅର୍ଜୁନକୁ ଅନାର୍ଯ୍ୟ କହୁଛନ୍ତି। ଅନାର୍ଯ୍ୟ ଆମ ଭାରତ ହେଲା କଣ ଆର୍ଯ୍ୟ ଭୂମି। ଆର୍ଯ୍ୟ କିଏ? ଆର୍ଯ୍ୟ କିଏ ନା ଯିଏ ସତ୍ୟ ପାଇଁ ଜୀବନକୁ ବାଜିଦିଏ। ପ୍ରାଣ ଯାଏ पर ବଚନ न ଯାଏ। ସତ୍ୟ ପାଇଁ ଯେ ଜୀବନକୁ କଣ କରେ ବାଜି ଲଗାଏ। ମାନେ ତା ଜୀବନ ହଉଛି ତାର ଏକମାତ୍ର କାରଣ କଣ ନା ସତ୍ୟକୁ ପ୍ରତିଷ୍ଠା କରିବା, ସତ୍ୟରେ ବଞ୍ଚିବା, ସତ୍ୟକୁ ଅନୁସରଣ କରିବା ହଉଛି ତା ଜୀବନର ବ୍ରତ। ସିଏ ହଉଛି ଆର୍ୟ ନା। ରାମାୟଣରେ ବାରମ୍ବାର ସୀତା ଶ୍ରୀରାମଙ୍କୁ ସମ୍ବୋଧନ କରୁଛନ୍ତି କଣ ବୋଲି ଆର୍ୟ। କାରଣ ଜୀବନର ଏକମାତ୍ର ଲକ୍ଷ୍ୟ ହେଲା ସତ୍ୟର ପ୍ରତିଷ୍ଠା। ନିଜର ବ୍ୟକ୍ତିଗତ ସୁଖ ସମ୍ଭୋଗ ନାହିଁ। କୌଣ ବ୍ୟକ୍ତିଗତ ସୁଖ ସମ୍ଭୋଗ ବା ଇନ୍ଦ୍ରିୟ ବାସନା ଚରିତାର୍ଥ କରିବା ଜୀବନର ଲକ୍ଷ୍ୟ ନୁହେଁ। କାହାର ଲକ୍ଷ୍ୟ ନୁହେଁ? ଆର୍ଯ୍ୟର ଲକ୍ଷ୍ୟ ନୁହେଁ। ଅନାର୍ଯ୍ୟ କିଏ? ଯିଏ କେବଳ ଜୀବନକୁ ପଶୁ ଭଳି ଇନ୍ଦ୍ରିୟ ସୁଖ ପାଇଁ ବ୍ୟୟ କରେ। ଜୀବନ ତାକୁ ଭଗବାନ ଦେଇଛନ୍ତି, ଏ ଜୀବନକୁ ସେ କଣ କେମିତି ସାରେ ନା ଇନ୍ଦ୍ରିୟ ସୁଖ କରି କରି ସେ ସାରିଦିଏ। ତା ଭିତରେ ଆଉ ପଶୁ ଭିତରେ କୌଣସି ପାର୍ଥକ୍ୟ ନାହିଁ। କାହିଁକି ପାର୍ଥକ୍ୟ ନାହିଁ ନା ସେ ସତ୍ୟ କଣ ଜାଣେ ନାହିଁ, ଜାଣିବା ପାଇଁ ତା ଭିତରେ କୌଣସି ଜିଜ୍ଞାସା ନାହିଁ ଏବଂ ବଦ୍ଧ ବା ନିଷ୍ଠା ବା ସଂକଳ୍ପ ଆସିବା ଦୂରର କଥା। ଭଗବାନ ଏଠି ଅର୍ଜୁନକୁ କହୁଛନ୍ତି ତୁ ବର୍ତ୍ତମାନ ଅନାର୍ଯ୍ୟ 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 ଭଳି ତୁ କଥା କହୁଛୁ କାହିଁକି? କାହିଁକି ଅନାର୍ଯ୍ୟ ଭଳି କଥା କହୁଛୁ ନା ଗୋଟିଏ କ୍ଷତ୍ରିୟର ସ୍ୱଧର୍ମ ହଉଛି ଯୁଦ୍ଧ କରିବା। ଅର୍ଜୁନ କଣ କହୁଛନ୍ତି ମୁଁ ଯୁଦ୍ଧ ନ କରିକି ଭିକ ମାଗିବି, ସନ୍ନ୍ୟାସୀ ହେଇକି ପଳେଇବି। ଏବଂ ସେଇଟା ହଉଛି ଆର୍ଯ୍ୟର ଲକ୍ଷଣ ନୁହେଁ, କ୍ଷତ୍ରିୟର ଲକ୍ଷଣ ନୁହେଁ। କ୍ଷତ୍ରିୟର ଲକ୍ଷଣ ହଉଛି ସେ କଣ ନା ଏ ପୃଥିବୀରେ ସେ ରହି କଣ କରିବ ନା ପୃଥିବୀରେ ଯୋଉ ଅନ୍ୟାୟ ଯୋଉ ଅଧର୍ମ ଯାହା ସୃଷ୍ଟି ହବ ଯେତେବେଳେ ତାକୁ ସେ କଣ କରିବ ଧ୍ୱଂସ କରିବ। ଏ ସମାଜକ ଜୀବନକୁ ସେ ସୁରକ୍ଷା ପ୍ରଦାନ କରିବ। ଦେ ଆର୍ ଦ ଆଡମିନିଷ୍ଟ୍ରେଟର। ସମାଜ ଜୀବନକୁ ସେମାନେ ସୁରକ୍ଷା ପ୍ରଦାନ କରିବେ ଯେମିତି ସମାଜରେ ସତ୍ୟ ଧର୍ମ ନ୍ୟାୟ ଏସବୁ କଣ ହବ ପ୍ରତିଷ୍ଠିତ ହେଇପାରିବ। ଏବଂ ଏଇ ଯୋଉ କସ୍ମଳମ ଶବ୍ଦଟି କହିଲେ ଭଗବାନ କହୁଛନ୍ତି ଏ କଳମସ ତମ ପାଖକୁ ଏ କଶ୍ମଳ କୋଉଠୁ ଆସିଲା? କଶ୍ମଳ କଣ? କଶ୍ମଳ ହଉଛି ମୋହ, ଡିଲ୍ୟୁଜନ। ଡିଲ୍ୟୁଜନ ଡିଲ୍ୟୁଜନ କାହିଁକି ଆସେ ନା ଯେତେବେଳେ କୌଣସି କାରଣରୁ ମଣିଷ ସିଏ ଯଦି ଅହଂ ସହିତ ଯୁକ୍ତ ହେଇଗଲା ତାକୁ ସବୁ କଥା ଗୁଡାକ ଓଲଟା ଓଲଟା ଦେଖାଯିବ। ସତ୍ୟ ଟା ତାକୁ ମିଥ୍ୟା ଭଳିଆ ଦେଖାଯିବ ଆଉ ମିଥ୍ୟା ଟା ତାକୁ ସତ୍ୟ ଭଳିଆ ଜଣାପଡିବ। ଏଇ ବହୁତ ବାସ୍ୟ କରିବ ସତ୍ୟକୁ ତ୍ୟାଗ କରିବ, ଅନୁସରଣ କରିବ ମିଥ୍ୟାକୁ ଅନୁସରଣ କରିବ। ତେଣୁ ଏଇ ଯୋଉ କଳମସ ବା କଶ୍ମଳ କୋଉଠୁ ଆସିଲା ବୋଲି ଭଗବାନ ପ୍ରଶ୍ନ କରୁଛନ୍ତି। ଏଇ ଯୋଉ ଦୁଃଖରେ ଭାଙ୍ଗି ପଡିକି ବସିଛନ୍ତି ଅର୍ଜୁନ, ଏ ଦୁଃଖର ଭୂମି କଣ ଜନ୍ମଭୂମି କଣ? କୋଉଠୁ ଜନ୍ମ ହେଲା ଏ ଦୁଃଖଟା? ଜଣେ 13 ବର୍ଷ କାଳ ସାଧନା କରିଛି ଯୁଦ୍ଧ କରିବା ଲାଗି ନା ଜଙ୍ଗଲକୁ ସେ ଯାଇଛନ୍ତି ଏବଂ ସେ ରାଜ୍ୟ ତ୍ୟାଗ କରିକି ଆଉ ସେ କାହିଁକି ନିଜ ସୁଖ ପାଇଁ ସେ ଯୁଦ୍ଧ କରିବେନି। କାହିଁକି ଯୁଦ୍ଧ କରିବେ ନା ଅନ୍ୟାୟ ବିରୁଦ୍ଧରେ ଯୁଦ୍ଧ କରିବେ, ଅଧର୍ମ ବିରୁଦ୍ଧରେ ଯୁଦ୍ଧ କରିବେ। ରାଜ୍ୟ ସୁଖ ପାଇଁ ସେମାନେ କରିବେନି। ରାଜ୍ୟ ପ୍ରତିଷ୍ଠା ପୁଣି ସେଟାକୁ ହରେଇଛନ୍ତି ପୋଷା କାଳରେ ନା 12 ବର୍ଷ ବନବାସ ଆଉ ବର୍ଷେ ଅଜ୍ଞାତ ବାସ କରିକି ସେ ପ୍ରସ୍ତୁତ ହେଇକି ଆସିଛନ୍ତି ଯୁଦ୍ଧ କରିବା ପାଇଁ। କିନ୍ତୁ ଯୁଦ୍ଧ କ୍ଷେତ୍ରରେ ପ୍ରବେଶ କଲା ପରେ କହୁଛନ୍ତି ମୁଁ ଯୁଦ୍ଧ କରିବି ନାହିଁ ଆଉ ମୁଁ ଯାଇକି ବରଂ ଭିକ ମାଗିକି ରହିଯିବି। କାହିଁକି ନା ଯେତେବେଳେ ନିଜର ଆତ୍ମୀୟ ସ୍ୱଜନ ମାନଙ୍କୁ ବନ୍ଧୁ ପରିଜନ ମାନଙ୍କୁ ଭୀଷ୍ମଙ୍କୁ ଦ୍ରୋଣଙ୍କୁ ସମସ୍ତଙ୍କୁ ଦେଖିଦେଲେ ସେ କହିଲେ ଆରେ ଏମାନେ ସବୁ ମରିଗଲେ, ମୁଁ ଏକୁଟିଆ ରହିକି ଆଉ କଣ କରିବି, କଣ ଭୋଗ କରିବି। ସଂସାରରେ ଯେ ଧର୍ମର ପ୍ରତିଷ୍ଠା ପାଇଁ ତାଙ୍କର ଜୀବନ ଏ କଥାକୁ ସମ୍ପୂର୍ଣ୍ଣ ଭାବରେ ସେ କଣ ହେଇଗଲେ ଭୁଲିଗଲେ, ବିସ୍ମରଣ ତାଙ୍କର ହେଇଗଲା। ଏଇ ଯୋଉ ବିସ୍ମରଣ ଘଟିଲା ତାର କାରଣ ହେଲା ମୋହ।
ତେଣୁ ମୋହ ଭଙ୍ଗ ନହବା ପର୍ଯ୍ୟନ୍ତ ଜଣେ କଣ କରିପାରିବ ନାହିଁ, ଦିବ୍ୟ କର୍ମ ସେ ଅଂଶ ଗ୍ରହଣ କରିପାରିବ ନାହିଁ। ସେ କୋଉଠି ରହିବ, ଇଣ୍ଡିଭିଜୁଆଲ ଲାଇଫ ଭିତରେ କନଫାଇଣ୍ଡ ହେଇକି ରହିବ, ବ୍ୟକ୍ତିଗତ ଜୀବନ ଭିତରେ ସେ ରହିବ। ଯଦି ଗୋପବନ୍ଧୁ ଯେତେବେଳେ ଛୋଟ ତାଙ୍କର ଏକମାତ୍ର ଶିଶୁପୁତ୍ର ଶଯ୍ୟାଶାୟୀ ଅବସ୍ଥାରେ ଥିଲା, ତାକୁ ଯଦି ଛାଡି ଦେଇ ଶହ ଶହ ଲୋକଙ୍କୁ, ବନ୍ୟା ପ୍ରପୀଡିତ ଲୋକମାନଙ୍କୁ ବଞ୍ଚାଇବା ପାଇଁ ବାହାରି ଯାଇ ନଥାନ୍ତେ, ସେ କଣ ଗୋପବନ୍ଧୁ ଦାସ ହେଇଥାନ୍ତେ? ହେଇଥାନ୍ତେ କି? ଶହ ଶହ ଲୋକ ତ ସଂସାରରେ ନିଜ ପିଲାକୁ କଣ କରୁଛନ୍ତି, ଅସୁସ୍ଥ ପିଲାକୁ ପାଳନ କରୁଛନ୍ତି, ସୁସ୍ଥ କରିବା ପାଇଁ ପ୍ରଯତ୍ନ କରୁଛନ୍ତି। ଶହ ଶହ ମଣିଷ, ସେ ବାପା ମାନଙ୍କୁ କଣ ପୃଥିବୀ ମନେ ରଖିଛି? ବ୍ୟକ୍ତିଗତ ଜୀବନର ସରହଦ ଭିତରୁ ତୁମେ ବାହାରି ନ ଯିବା ପର୍ଯ୍ୟନ୍ତ ତୁମେ ଭଗବାନଙ୍କର କର୍ମରେ ଅଂଶ ଗ୍ରହଣ କରିପାରିବ ନାହିଁ। ତେଣୁ ଏହି ବ୍ୟକ୍ତିଗତ ଜୀବନର ଯୋଉ ମୋହ, ମୁଁ ଆଉ ମୋର, ମୋ ପିଲା, ମୋ ସ୍ତ୍ରୀ, ମୋ ଭାଇ, ମୋ ବନ୍ଧୁ, ମୋ କୁଟୁମ୍ବ, ମୋର ସୁଖ, ମୋର ଘର, ମୋର ଦ୍ୱାର, ସବୁ ମୋର, ତେଣୁ ତାର ଜୀବନ କେବେ ତୁମର ହେଇପାରିବ ନାହିଁ। ତୁମର ଏଠି ମାନେ ଭଗବାନଙ୍କ ଚରଣରେ ନିବେଦିତ ହେଇପାରିବ ନାହିଁ। ତେଣୁ ମୋର ତୁମେରେ, ମୁଁ ତୁମେରେ ରୂପାନ୍ତରିତ କରିବା ପାଇଁ ହେଲେ, ମୋରକୁ ତୁମର ବୋଲି ରୂପାନ୍ତର କରିବା ପାଇଁ ହେଲେ ବା ଉପଲବ୍ଧି କରିବା ପାଇଁ ହେଲେ କଣ କରିବାକୁ ପଡିବ ନା ମୋହ ଭଙ୍ଗ ହବାକୁ ବାଧ୍ୟ, ଯେ ଏସବୁ ସତ୍ୟ ନୁହେଁ। ଏଇ ଯୋଉ ମୋର ଭାବଟା ହିଁ ତାହା ସତ୍ୟ ନୁହେଁ। କେମିତି? ମନରେ ତ ପ୍ରଶ୍ନ ଉଠୁ, ତ ତମେ ପଚାରିବନି, ପଚାରୁନ ମତେ ଯେ କେମିତି? ଏଇଟା ତ ମୁଁ, ତ ମୋର ବାପା, ମୋର ମା, ଏମାନେ କାହିଁକି ସତ୍ୟ, କାହିଁକି ମୋର ହେବେନି ସେମାନେ? ତାର କାରଣ ହଉଛି, ତୁମେ ଯେତେବେଳେ ଆତ୍ମା, ସେତେବେଳେ ଅନେକ ଜନ୍ମରେ ଅନେକ ପରିବାର ତୁମର ଥିଲା, ଭବିଷ୍ୟତରେ ଅନେକ ଜନ୍ମ, ଅନେକ ପରିବାର ରହିବ। ଯେମିତି ଅତୀତର କୌଣସି ଜନ୍ମର କଥା, ପରିବାର ସ୍ମୃତି ତୁମର ଏବେ ନାହିଁ, ଏ ଜନ୍ମ ଅତିକ୍ରାନ୍ତ ହେଇଯିବା ପରେ ମଧ୍ୟ ଏ ସମଗ୍ରର ସ୍ମୃତି ତୁମର ରହିବ ନାହିଁ। ତେଣୁ କୋଉଠି ତୁମର ଯିବ ନା ତୁମର ସଂସ୍କାର ଯିବ ତୁମ ସାଥିରେ। ତୁମର ସଂସ୍କାର କଣ ନା ତୁମର ଶୁଦ୍ଧତା, ତୁମର ଚେତନା, ତୁମର ଅର୍ପଣ, ତୁମର ଯାତ୍ରା। ତୁମେ କେତେ ଏ ଜୀବନରେ ଭଗବାନଙ୍କର ହେଇପାରିଛ, ତାହା ହିଁ ହଉଛି ଶ୍ରେୟ। ତେଣୁ ପ୍ରେୟ ହଉଛି ମୁଁ ଆଉ ମୋର ଏଇ ଯୋଉ ସୁଖ ଜୀବନର ଭିତ୍ତିଭୂମିକୁ ତ୍ୟାଗ କରି ଶ୍ରେୟ ପଥରେ ଯାତ୍ରା କରିବା। ଶ୍ରେୟ କଣ? ଯାହା ଚିରନ୍ତନ, ଯାହା ଶାଶ୍ୱତ, ଯାହାର କେବେ ହେଲେ ଶେଷ ନାହିଁ, ଯାହା ନିର୍ବିଶେଷ ଏବଂ ଯାହା ଆମକୁ ଭଗବାନଙ୍କ ସହିତ ଏକୀଭୂତ କରେ। ଏଇ ଯୋଉ ବିଭେଦ ରହିଛି, ମୁଁ ଆଉ ତୁମ ଭିତରେ ଯୋଉ ବିଭେଦ ରହିଛି, ଜୀବାତ୍ମା ପରମାତ୍ମାଙ୍କ ଭିତରେ ଯୋଉ ବିଭେଦ ରହିଛି, ଏ ବିଭେଦକୁ ଯାହା ନଷ୍ଟ କରିଦିଏ, ଏ ନଷ୍ଟ କଣ ନଷ୍ଟ କରିଦିଏ? ଜ୍ଞାନ ନଷ୍ଟ କରେ। କଣ ଆଗରୁ ଥାଏ? କୋଉଟା ବିଭେଦକୁ ସୃଷ୍ଟି କରୁଥାଏ? ନା ବିଭେଦକୁ ସୃଷ୍ଟି କରୁଥାଏ ମୋହ, ଅଜ୍ଞାନତା। ମୋହର ମଦର କିଏ? କୋଉଠୁ ମୋହ ଜନ୍ମ ନିଏ? ଅଜ୍ଞାନତା ଭିତରୁ ମୋହ ଜନ୍ମ ନିଏ। ଏବଂ ଏଠି ଉପନିଷଦର କଥାରେ ଆର୍ଯ୍ୟ ଯୋଉ ଶବ୍ଦଟିକୁ ଉପନିଷଦ ଏଠି କହୁଛନ୍ତି, ଯେ ପ୍ରକୃତ ଆର୍ଯ୍ୟ କିଏ ନା ଯିଏ ନିମ୍ନ ଚେତନାରୁ ଅନ୍ତର୍ଚେତନା ଭିତରକୁ ଯାତ୍ରା କରିବା ପାଇଁ ଯିଏ ପରିକର, ବଦ୍ଧ ପରିକର। କୋଉଠୁ ନା ନିମ୍ନ ଚେତନା କହିଲେ କଣ? ବର୍ତ୍ତମାନ ଆମେ ଦେଖିବା ନିମ୍ନ ଚେତନା କହିଲେ କଣ। ନିମ୍ନ ଚେତନା ହେଲା ଏଇ ଅପରା ପ୍ରକୃତି। ଅପରା ପ୍ରକୃତି ଶରୀର ସମ୍ବନ୍ଧୀୟ, ପ୍ରାଣ ସମ୍ବନ୍ଧୀୟ, ମନ ସମ୍ବନ୍ଧୀୟ, ଯେତେ ଯେତେ ତମର ସଂସାର ସମ୍ପର୍କ, ତମର ଭାବ, ତମର ପ୍ରେମ, ଏ ସବୁ ହେଲା ଅପରା ଚେତନାର କଥା। ଏବଂ ପରାଚେତନା, ପରାବିଦ୍ୟା, ପରାଜ୍ଞାନ ହେଉଛି ତୁମକୁ ସେ ଚିରନ୍ତନ ମାର୍ଗରେ ନେଇ ଚାଲେ। ଏବଂ ସେ ପରାଜ୍ଞାନଟି ସେତିକି ବେଳେ ଆସିପାରିବ ଯେତେବେଳେ ଅପରାଚେତନାର ଏଇ ଯୋଉ ମୋହ ବା ଅଜ୍ଞାନତା ତାହା ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହେଇଯିବ। ଆର୍ଯ୍ୟ ହଉଛି ସିଏ, ଆର୍ଯ୍ୟ ଶବ୍ଦଟିକୁ ବୁଝିବାର ବହୁତ ଗଭୀରତା ରହିଛି। ଆର୍ଯ୍ୟ ହଉଛି ସିଏ, ଆର୍ଯ୍ୟ କହିଲେ ଗୋଟିଏ ଶବ୍ଦ କହିଲେ ଯିଏ ଏଇ ନିମ୍ନ ପ୍ରକୃତି ଭିତରୁ ଉଚ୍ଚତର ପ୍ରକୃତି ଭିତରକୁ ଯାତ୍ରା କରିବା ପାଇଁ ଯିଏ ବଦ୍ଧ ପରିକର, ମାନେ ସଂକଳ୍ପବଦ୍ଧ। ଦ୍ୱିତୀୟ ହଉଛି ଯେ ମଣିଷ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ତାମସିକ ଅବସାଦ ଆଉ ରାଜସିକ ଦ୍ୱନ୍ଦ୍ୱ ଆସେ।
तामसिक भितर कौन आसीबो प्रमाद तमस भितर प्रमाद आसीबो ए टेक्निक टी पुणी मु कहबी जेतबेले हमें गुणत्रय विभाग को जीवा सेतबेले टेक्निक टी कहबी एबे तो कहले किछि बुझी होबो नाही सेतबेले से टेक्निक गुडी सब जानिबो तेनु जेतबेले तुमे तामसिक अवस्था रे अछो सेतबेले तुम भितर मन डिप्रेशन हो तामसिकता कौन तुमे जानो जे मनीषर जो तीन गुण सत्व रज और तम ये तीनोटी स्तर रे रहिबा कथा तम गुणटी कोठी रहिबा कथा केवल शरीर स्तर रे रहिबा कथा रज गुणटी प्राण स्तर रे रहिबा कथा आउ सत्व गुणटी मन रे रहिबा कथा सेई मनुष्यटी होची गोटे इंटीग्रल कॉन्शियसनेस इंटीग्रल जोगी जे ए गुण मन को भिन्न भिन्न स्थान रे रखिछ तुमे जदि ठीक समय खाऊथिबो ठीक समय सोउथुबो ठीक समय तुम भितर कर्म प्रेरणा आस्तुबो तुम भितर आलस्य सृष्टि हबो ना जार रेगुलेशन नाही षष्ठ अध्याय भगवान कहबे जे नचाति स्वप्नशीलस्य जे ठीक समय तार जार फूड आउ स्लीप जार रेगुलेशन हे नाही से जोग करि परिबो नाही जोग करिया संभव न तापे काहे कि तार समग्र जीवन विशृंखल कैटिक तेनु जदि जणे बेसी समय सोइला म्हणजे किछि कर्म कला नाही ताहले कोन हबो तम गुण कोठी के जीवो वर्तमान प्राण रे प्रवेश करिवो प्राण को प्रवेश कला परे पुणी से मन को प्रवेश करिवो समग्र चेतना भीतर डिप्रेशन आसीबो आ डिप्रेशन आसले लोक माने कोन करंती सोंती नहले खांती देखियो कि नै अधिकांश तुम जदि डिप्रेस्ड लोक को तुम देखियो तुम जानिछो आइदर से सोउथिबो नहले खाउथिबो यदि राजसिक लोक लोयर राजसिक लोक को तुम देखियो से कोन करिवो से सबले फॉल्ट फाइंड करिवो समस्तଙ୍କର दोष देखिबो निज दोष देखिबो तेणु ता भितर द्वंद्व आसीबो काहे कि ना से सब बेले मु आउ तुमे ए भितर बंचिबो ए डुअलिटी भितर रहिबो लाभ आउ क्षति मोर आउ अन्यर ए भितर से बंचिबो तेणु से सत्य भित्तिक जीवन सत्य टिके केतेबेले तुम जानि परिबो जेतेबेले तुम सत्व स्तर रे रहिछि मन जदि सत्व रे रहिबो कोन हबो ना सत्वात् संजायते ज्ञानम रजस लोभ एव च रजरु कोन सृष्टि ना लोभ सत्वर कोन सृष्टि ज्ञान प्रमाद मोह तमसो प्रमाद और मोह सृष्टि हब तम गुण तेणु तुमको जेतेबेले सत्व गुण वर्तमान अर्जुन तम गुण द्वारा अभिभूत हेतिबारु कोन हेचंते ना मोहग्रस्त हेचंते आ तांको भितरे शक्ति आसुनी गांडीव संस्रते हस्ता त्वचैव परिदह्यते हाथ गोड़ थरुची हाथरू गांडीव धनुर्धारी वीर अर्जुनकर हाथरू गांडीव खसी पडुची काहेकि ना तांको भितरे हठात कोन हेची ना तम गुण आ रजगुण सृष्टि हेची तेणु तांको भितर जो मानसिक जो क्लारिटी से कौन करणीय से कथा जानी पारु ना तेणु जे आर्य से कौन करे ना तामसिक अवसाद आ राजसिक द्वंद्व को सब बेले अतिक्रम करि थाए ता मन सब बेले थाए कौन स्वच्छ ट्रांसपेरेंट से ट्रांसपेरेंट मन भितर कौन हुए ना प्रसार हुए माने एक्सपांड करले ज्ञान सेठी प्रवेश करे एवं जे प्रज्ञा चेतना रे स्थित ही से कौन करती ना सर्वदा समस्त कर्म को करती तेणु यही जो अर्जुनकर जो स्थिति टी भगवान कहले एक कथा कहीं कहले आ 5 मिनट भितर आम शेष करदबा तार कारण तांको जदि आघात से न दियंती भर्त्सना से न करती ताहले अर्जुन का चेतना कौन हबो नाही मूल स्वरूप तांकर आउ मने पड़िबो नाही एठी तीनोटी कथा अर्जुन मने पड़िबो कौन से क्षत्रिय से आर्य एवं से कौन हला ना गोटे अति कुलवान घरे जन्म ग्रहण करछंती तांकर लक्ष्य कौन ना पृथ्वी रे एक अद्भुत कर्म करी एक दिव्य कर्म करी कीर्ति संस्थापना करबा होची तांका जन्मर उद्देश्य वर्तमान आमे देखिबा जे जने दुर्बल व्यक्ति जोग करि परिबो ना करि परिबो खाली टिके टच करी कहि देबी दुर्बल व्यक्ति जोगी हेई परिबो ना हेई परिबो एकता स्पष्ट जे दुर्बल
से जोग କରିପାରିବ ନାହିଁ। କାହିଁକି ନା ବିଶେଷ କରି ଶ୍ରୀ ଅରବିନ୍ଦଙ୍କର ଯୋଗ ହଉଛି ଫର ଦ ୱାରିୟର୍ସ, ଯୋଉମାନେ ଯୁଦ୍ଧ କରିପାରିବେ ନାହିଁ, ଦୁର୍ବଳ ଭୀରୁ, ସେମାନେ ଏ ଯୋଗରେ ପ୍ରବେଶ ସେମାନଙ୍କ ପାଇଁ ରାସ୍ତା ତାଙ୍କ ପାଇଁ ନାହିଁ। ସେମାନେ ହେଇପାରେ ଯେ ସେମାନେ ଭଲ ପାଇପାରନ୍ତି ଭଗବାନଙ୍କୁ, କିନ୍ତୁ ଏହି ଯୋଗ ମାର୍ଗରେ ସେମାନେ ପାଦେ ମଧ୍ୟ ଅଗ୍ରଗତି କରିପାରିବେ ନାହିଁ। କାହିଁକି ନା ଏଠି କାହା ବିରୁଦ୍ଧରେ ଫାଇଟ କରିବା ପାଇଁ ଭଗବାନ ଏଠି କରୁଛନ୍ତି? ଶ୍ରୀ ଅରବିନ୍ଦ କହୁଛନ୍ତି ଟୁ ଫାଇଟ ଏଗେନ୍ଷ୍ଟ ଦ ଲୋୟର ନେଚର। ହାୟର ନେଚର କୁ ତୁମେ ଆଟେଣ୍ଡ କରିବାକୁ ହେଲେ ତୁମ ଭିତରେ ଥିବା ସମସ୍ତ ଲୋୟର ନେଚର କୁ ତୁମେ ଫାଇଟ କରିବ। ତମେ ଯଦି ଦୁର୍ବଳ ଆଉ ଭୀରୁ, ତୁମେ ଫାଇଟ କରିପାରିବ? ତୁମେ ଫାଇଟ କରିପାରିବ। ତୁମେ ସମର୍ପିତ ହେଇଯିବ ସେମାନଙ୍କ ପାଖରେ, କାରଣ ସେମାନେ ଅତ୍ୟନ୍ତ ବଳଶାଳୀ। ତେଣୁ एकथा आमे मने रखिबा, एई जो श्लोकटी आमे आज आलोचना कले जे जने जोग मार्ग रे अग्रगति करबा को हेले ताको कोन हबा को पड़िबो ना, ताको सबल हबा को पड़िबो, ताको सक्रिय हबा को पड़िबो, एवं ताको आत्म शक्ति द्वारा ए समस्त निम्न गति वृत्ति को नियंत्रण करी ताको अतिक्रमण करिया पड़िबो, चापी दबा को नुहे। श्रवण का जोग इज नॉट द जोग ऑफ सप्रेशन, इज द जोग ऑफ ट्रांसफॉर्मेशन। ताको तुम्हें रूपांतर करिवो, रूपांतर करिवा को हेले तुमको ताको अतिक्रम करिया को हबो। आ अतिक्रम एहा होची श्रृंग रु श्रृंग को यात्रा। श्रवण का जोग होची द जर्नी फ्रॉम पीक टू पीक्स, ascending and descending, ascending and descending। तुम गोटी को अतिक्रम करिवो, पुणी अवतरण करके आउ एक जिनिस को अतिक्रम करिवो। कौन से सब पीक? से पीक होची तमरो उच्चतम चेतना सबु, सेई सबु तुम भितरे जहा रहिछंती, जहा को तुमे देखि ना हो, बुझी ना हो, ताकू तुमे सब तुम चेतना भितरे ही आविष्कार करिवो। एवं सावित्री गोटे लाइन अछि, God watches nature and watched myself brook for far away from me। এই जो যাত্রাটি মনুষ্য পাখরে রহিছি, যাহা মনে পড়ুছি সুদূর অপরাহত, কিন্তু তাহাକୁ ସେ ପ୍ରକୃତରେ ଅତିକ୍ରମ କରିପାରିବ ଯେତେବେଳେ ସେ ଜାଣିବ ଯେ ଏ ଯାତ୍ରାରେ ଦିଶାରୀ ହେଉଛନ୍ତି ଭଗବାନ। ତାକୁ ସେ ମା ହିଁ ମାର୍ଗଦର୍ଶନ କରୁଛନ୍ତି, ଆମ ହାତ ଧରିଛନ୍ତି ଏବଂ ଆମ ଭିତରେ ପ୍ରକୃତରେ ସେ ହିଁ ଚାଲୁଛନ୍ତି। ମା ବହିରେ ଅଛି ନା ଯେ ସିଏ ହେଉଛନ୍ତି ସାଧକ, ସିଏ ହେଉଛନ୍ତି ସାଧନା। ଆମ ଭିତରେ ସେ ହିଁ ସାଧନା କରୁଛନ୍ତି, ଆମ ଭିତରେ ସେ ହିଁ ଯୁଦ୍ଧ କରୁଛନ୍ତି। ଏଇ କଥା ସେତିକିବେଳେ ଆମେ ଅନୁଭବ କରିପାରିବା, କେତେବେଳେ? ଯେତେବେଳେ ଅହଂ ଚେତନାରୁ ଆମେ ମୁକ୍ତ ହେଇଯିବା, ଅଜ୍ଞାନତା ଭିତରୁ ମୁକ୍ତ ହେଇଯିବା। O soul, intrude not weakness in thy days। जो वीकनेस सब को आमे हमर गुणावली बोली भाबी कि जाबुडी की धरुछु, जेते सब दुर्बलता, ए दुर्बलता को जो आम भीतर आम जाबुड़ी की धरिछु, से दुर्बलता को सब कौन करिया को हबो? भगवान को पई हमको सब त्याग करिया को हबो। मु पारिबिनी ए शब्द को जने जोगी केबे हेले उच्चारण करिबा नाही। काहेकि सब बेले से कहबो यस। सावित्री कौन कहले? आई विल, आई एम, आई विल, आई एक्ट। एटा होची जोगर मंत्र जे मु एहा चाहे, मु एहा एवं मु एहा संसिद्ध करिबी, मु एहा को लाभ करिबी, मु एहा को प्राप्त करिबी। एही संकल्प होची जोगर मूल मंत्र। ए दुईटी श्लोक आज आम आलोचना कले, ताकू प्रत्येक निज जीवन रे निज धारा रे ताकू आमे प्रयोग करिबा। जेमती म तुमको सेति गोटे गोटे शब्द समय नेली, कहीं ना खाली जदि कहि दिया जाए जे शब्दर अर्थ कौन, ताहा सब बही रे लेखा जायछि, ताकू जाने कि विशेष किछि आम जीवन रे ताहा सहायता करिवो नाही। आमे जेतले ताकू बुझिबा एवं निज अंतर जीवन रे ताकू प्रयोग करिबा, सेतबेले जाई गीतार ज्ञान आम जीवन को रूपांतरित करिवो। ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। हरि ओम तत्सत्, हरि ओम तत्सत्।
हरि ओम तत्सत्। श्रीकृष्णार्पणमस्तु।